Hello student, welcome to our channel. ତାହେଲେ ଆମେ ଗତ କ୍ଲାସରେ ଭୌତିକ ବିଜ୍ଞାନ ବହିର ରାସାୟନିକ ପ୍ରତିକ୍ରିୟା ଓ ସମୀକରଣ ବିଷୟଟାକୁ ପୁରା କଭର କରିଦେଇଥିଲେ। ମୁଁ କ'ଣ କହିଥିଲି, ଆଗକୁ ଗୋଟେ ନୂଆ ଚାପ୍ଟର ନେଇ ଆସିବା। ତାହେଲେ ଆଜି ଆମେ ଆଲୋଚନା କରିବା ଗୋଟେ ନୂଆ ଚାପ୍ଟର ବିଷୟରେ, ଆମ ଦଶମ ଶ୍ରେଣୀ ବହିର ଅମ୍ଳ, କ୍ଷାର ଓ ଲବଣ। ଏଟା ଚାପ୍ଟର 2, ଠିକ ଅଛି, ଆମ ଭୌତିକ ବିଜ୍ଞାନ ବହିର ଚାପ୍ଟର 2। ତାହେଲେ ଏଇ ଆମ ଯୋଉ ଚାପ୍ଟରରେ ଆମେ କ'ଣ କ'ଣ ସବୁ ଆଲୋଚନା କରିବା, ଆସନ୍ତୁ ଦେଖିବା। ଏଥିରେ ଆମେ ଆଲୋଚନା କରିବା ଅମ୍ଳ ଓ କ୍ଷାର ବିଷୟରେ। ଅମ୍ଳ କ'ଣ ଆଉ କ୍ଷାର କ'ଣ, ଆଉ ଲିଟମସର ୟୁଜେସ୍ ଆଉ ଲିଟମସ ପେପର କ'ଣ, ଆଉ ଅମ୍ଳ ଓ ଧାତୁ ମଧ୍ୟରେ ପ୍ରତିକ୍ରିୟା। ଅମ୍ଳ ଆଉ ଧାତୁ ଯଦି ପ୍ରତିକ୍ରିୟା କରିବେ ତାର କ'ଣ କେମିତି ପ୍ରତିକ୍ରିୟା ହେବ। କ୍ଷାର ଆଉ ଧାତୁ ମଧ୍ୟରେ ପ୍ରତିକ୍ରିୟା। ଧାତବ କାର୍ବୋନେଟ୍ ଆଉ ଧାତବ ହାଇଡ୍ରୋଜେନ କାର୍ବୋନେଟ୍ ସହ ପ୍ରତିକ୍ରିୟା। ଅମ୍ଳ ଓ କ୍ଷାରର ପ୍ରତିକ୍ରିୟା। ଆଉ ଧାତବ ଅକ୍ସାଇଡ୍ ସହ ଅମ୍ଳର ପ୍ରତିକ୍ରିୟା କେମିତି କ'ଣ ହୁଏ। ଆଉ ଅଧାତବ ଅକ୍ସାଇଡ୍ ସହ କ୍ଷାରର ପ୍ରତିକ୍ରିୟା। ଆଉ ଲାଷ୍ଟକୁ କ'ଣ ପଢ଼ିବା ନା, ସମସ୍ତ ଅମ୍ଳ ଆଉ କ୍ଷାର ମଧ୍ୟରେ ଆମର ସମାନତା କ'ଣ ରହିଛି। ଠିକ ଅଛି, ଆଜିର କ୍ଲାସରେ ଏଗୁଡ଼ିକ ପଢ଼ିବା। ତାହେଲେ ଚାଲନ୍ତୁ ଷ୍ଟାର୍ଟ କରିବା କ୍ଲାସଟା। ପ୍ରଥମ ଦେଖିବା ଅମ୍ଳ ଓ କ୍ଷାର କ'ଣ। ଠିକ ଅଛି, ଯେମିତି ଆମେ ସପ୍ତମ କ୍ଲାସରେ ପଢ଼ିଥିଲେ, ଅମ୍ଳ କ'ଣ? ଅମ୍ଳ କ'ଣ ଥିଲା? ଯୋଉଟା ଆମ ପାଟିକୁ କ'ଣ ଲାଗୁଥିଲା? ଖଟା ଲାଗୁଥିଲା। ସେଟା କ'ଣ କହୁଥିଲେ ଆମେ? ନା ଅମ୍ଳ କହୁଥିଲେ। ଯେମିତିକି ଲେମ୍ବୁ ରସ, ଲେମ୍ବୁ ରସ। ଆଉ କ'ଣ ହେଇପାରିବ? ତେନ୍ତୁଳି। ଆଉ କ'ଣ ହେଇପାରିବ? ଭିନେଗାର ଇତ୍ୟାଦି। ଏଗୁଡ଼ିକୁ କ'ଣ ଲାଗେ? ପାଟିକୁ ଖଟା ଲାଗେ। ଠିକ ଅଛି, ତାମାନେ ଯୋଉ ଜିନିଷ ପାଟିକୁ ଖଟା ଲାଗେ ତାହା ଅମ୍ଳୀୟ। ଦେନ୍ କ'ଣ ଦେଖିବା, କ୍ଷାର କ'ଣ? କ୍ଷାର ହେଉଛି ଯୋଉଟା ପାଟିକୁ କ'ଣ ଲାଗେ? ପିତା ଲାଗେ। ଠିକ ଅଛି, ପାଟିକୁ ପିତା ଲାଗେ, ସେଗୁଡ଼ିକ କ'ଣ ନା କ୍ଷାର। ତାହେଲେ କ୍ଷାରର ଏକ୍ଜାମ୍ପଲ କ'ଣ ସବୁ? ଲୁଗା ଧୁଆ ସାବୁନ, ଆଉ କ'ଣ ନା ସର୍ଫ, ଆଉ କ'ଣ ହେଇପାରିବ? ଖାଇବା ସୋଡ଼ା। ତାହେଲେ ଲବଣ କ'ଣ? ତେବେ ମନରେ ପ୍ରଶ୍ନ ଆସୁଥିବ, ଲବଣ କ'ଣ? ଲବଣ କେମିତି ମିଳେ ଆମକୁ ଜାଣିଛ? ଅମ୍ଳ ଆଉ କ୍ଷାରର ପ୍ରତିକ୍ରିୟା ଘଟିଲେ ଆମକୁ କ'ଣ ମିଳେ ଜାଣିଛ? ଲବଣ ମିଳେ। ଲବଣ କୋଉଥିରେ ଅଛି ଜାଣିଛ? ଲବଣ ଅଛି ଆମର ଯୋଉ ଖାଇବା ଲୁଣ ଥାଏ, ଟାଟା ସଲ୍ଟ, ସେଥିରେ ଅଛି ଲବଣ ଅଛି। ତାପରେ ଲବଣ ଆମ କୋଉଠି ଅଛି? ଆମର ଯୋଉ ଝାଳ ଅଛି ଦେହର, ସେଥିରେ ବି ସେଟା ଲୁଣିଆ ସେଟା। ଠିକ ଅଛି, ସେଥିରେ ବି କ'ଣ ଅଛି? ଲବଣ ଅଛି। ଦେନ୍ ଦେଖିବା କିଛି ନ୍ୟାଚୁରାଲ ମାନେ ଆମର ଜିନିଷ ଦେଖିବା, ନ୍ୟାଚୁରାଲ ସୋର୍ସ ଦେଖିବା, ପ୍ରାକୃତିକ ସୋର୍ସ ଯୋଉଥିରେ କି ଆମର ଏସିଡ୍ ଅଛି, ମାନେ ଅମ୍ଳ ଅଛି। ଠିକ ଅଛି, ଲେମ୍ବୁରେ ଏଟା କ'ଣ? ଲେମ୍ବୁ, ଲେମ୍ବୁରେ ଅଛି କୋଉ ଏସିଡ୍? ନା ସାଇଟ୍ରିକ୍ ଏସିଡ୍। ଠିକ ଅଛି, ସାଇଟ୍ରିକ୍ ଏସିଡ୍ ଅଛି କୋଉଥିରେ? ଲେମ୍ବୁରେ। ଗୋଟେ ସର୍ଟ କ୍ୱେଶ୍ଚିନ୍ ଆସେ, ଧ୍ୟାନ ସହିତ ମନେ ରଖିବେ। ସୋର୍ ମିଲ୍କ ମାନେ ଏଇଟା ଜାଣିଛ କ'ଣ? ଦହି। ଦହିର କୋଉ ପ୍ରକାର ଏସିଡ୍ ଅଛି? ଲାକ୍ଟିକ୍ ଏସିଡ୍। ଦେନ୍ ଏଟା ହଉଛି କ'ଣ? ଟମାଟର। ଟମାଟରରେ ଅଛି ଅକ୍ଜାଲିକ୍ ଏସିଡ୍। ଯୋଉଟା କହିଲି ଭିନେଗାର, ଦେଖିବ ଆଚାର ମାନଙ୍କର ଯୋଉ ଦିଆଯାଏ ଭିନେଗାର, ଭିନେଗାରରେ ଅଛି ଏସିଟିକ୍ ଏସିଡ୍। ଆପଲ, ଆମର ଯୋଉ ସେଓ, ସେଥିରେ ଅଛି ମ୍ୟାଲିକ୍ ଏସିଡ୍। ଟାମାରିଣ୍ଡ, ଟାମାରିଣ୍ଡ ହଉଛି ତେନ୍ତୁଳି, ତେନ୍ତୁଳି ରସ, ସେଥିରେ କ'ଣ ଅଛି? ନା ଟାଟାରିକ୍ ଏସିଡ୍। ତା ଲେମନରେ କ'ଣ ଅଛି? ସାଇଟ୍ରିକ୍ ଏସିଡ୍। ଲାକ୍ଟିକ୍ ଏସିଡ୍ କୋଉଥିରେ ଅଛି? ନା ଦହିରେ ଅଛି ଲାକ୍ଟିକ୍ ଏସିଡ୍। ଅକ୍ଜାଲିକ୍ ଏସିଡ୍ ଅଛି ଟମାଟୋରେ। ଭିନେଗାରରେ ଅଛି ଏସିଟିକ୍ ଏସିଡ୍। ଆପଲରେ ମ୍ୟାଲିକ୍ ଏସିଡ୍।
टाटारिक एसिड कोथिरे अछि टैमारिंड माने तेंतुली रे अछि। देन जदि आमे देखिबा सूचक ठीक अछि माने सूचक कौन करती ता माने आमर जदि गोटे जिनस अम्ल कि खार आमे जानिबा केमती आमे सिना जदि खाइबा जिनस तो ताकू खाइकिना कहिदेबा सेटा अम्ल कि खार जदि सेटा खाइबा जिनस न हेतिबो तेबे आमे जानिबा केमती एटा अम्ल कि खार जेमति कि गोटे माने केमिकल जिनस ताकू तो खाइबा मना ताले ताकू केम जानिबा आमे एटा अम्ल कि खार ता पई कोन हुए ना आमे किछि सूचक व्यवहार करू। सूचक कोन करंती ना एहा पदार्थर अम्लीयता और क्षारीय प्रकृति को दर्शाई थांती। ताले हमकु हमर दी प्रकार सूचक रही गोटे होची कोन ना प्राकृतिक सूचक गोटे होची रासायनिक सूचक जोटा आमे तयारी करछु। प्राकृतिक सूचक कोन जोटा हम प्रकृति मिलची प्राकृतिक सूचक जेमति कि हमन कोन ना हळदी आ गोटे कोन लिटमस। हळदी कोन करे जदि अम्ल थिबो अम्लीय परिवेश रे हळदी कोन करे येलो माने हळदिया ही रहिबो जदि अम्ल रे हळदी मिसेइबो सेटा माने हळदिया ही रहिबो ठीक अछि। जदि खार करे खारक सहित जदि माने हळदी मिसेइबो से कोन हो जानछ रेड कलर हे जो सेति पई स्कूल पिला जो माने जो धळा सार्ट रे जो मिड डे मील लागे एमडीएम जो खाइबा खाओ स्कूल रे जेतबेले से लागिथिबो दाग लागिथिबो घरे सेगुलो कोन करंती प्रथमे माने कोन करंती भल भाबरे घर आनी धुअंती क्षेत्र सर्फ जदि पड़ी दिवो से धळा सार्ट रे तार से जगह रे रेड कलर रो दाग हो जिवो जोटा कि रिमूव होबो ना करे ठीक अछि। सेटा होची माने हळदी हळदी सेति पई गोटे प्राकृतिक सूचक अम्ल थिले सेटा माने तार येलो ही रहिबो जदि क्षार थिबो सेटा रेड कलर हेजिवो। देन लिटमस लिटमस कोन सेटा हम आगु जानिबा कि लिटमस कोन करे ना जो जगह अम्ल थिबो अम्लीय परिवेश रे एटा लिटमस कोन लिटमस गोटे माने डीप ब्लू कलर रो माने गोटे जिंस डीप ब्लू कलर रो गोटे पेपर गोटे ठीक अछि पेपर भी मिले डीप ब्लू रो गोटे लिक्विड भी मिले कार माने लिटमस रो लिक्विड डीप ब्लू कलर रो गोटे पेपर बा लिक्विड ठीक अछि। ये कोन करे यदि अम्लीय थिबो परिवेशटा से कोन करिवो लाल हे जिवो यदि परिवेशटा क्षार थिबो सेटा माने सेम माने तार ब्लू कलर ही रहइबो। देन प्रथम हम जानले कोन प्राकृतिक सूचक विषय जानि गेले एबे देखिबा कोन ना कृत्रिम सूचक बा रासायनिक सूचक गोटे सूचक अछि हमर कोन फेनाफ्थिलिन कोन फेनाफ्थैलिन फेनाफ्थैलिन कोन करे एटा होची गोटे कलरलेस माने यार किछि कलर नाही माने यार किछि रंग नाही ठीक अछि यार किछि भी रंग नाही एटा कोन करे जदि एटा आमे जदि अम्ल रे मिसेबा एटा को एटा कोन करबो जानछ एटा सेमती अम्ल रे कोन करिवो फेनाफ्थलिन अम्ल रे कोन करिवो रंगहीन अम्ल रे एटा रंगहीन रहइबो जदि एटा किंतु क्षार रे आमे पकेइबा एटा कोन करबो जानछ गोलापी कलर दबो ठीक अछि। ताले आमे जानि परिबा एठुरु जदि फेनाफ्थलिन यूज करी आमे जानि परिबा कोन ना अम्ल कोटा आ क्षार कोटा ठीक अछि। देन आ गोटे हमर अछि मिथाइल ऑरेंज एटा कोन करे अम्लीय परिवेश रे कोन करे एटा अम्लीय परिवेश रे एटा कोन करे ना लाल रंग हो जाय ठीक अछि। जदि परिवेशटा हमर क्षारीय थिबो तबे एटा कोन हो जानछ माने हळदिया रंग हो जिवो ठीक अछि। ताले एगुडी कोन थिला हमर ना रंग सूचौथिबा सूचक माने निजरे रंग परिवर्तन करी हमकु जणाती कोन एटा अम्ल कि क्षार ठीक अछि माने रंग परिवर्तन करी हमकु जणाई थांती
तापर देखिए कौन गोटे सूचक देखा किसी सूचक था जो मैंने कौन करती ना निजर बास्ना चेंज करती ठीक अच्छे अल्फाक्टोरी इंडिकेटर माने इंडिकेटर अर्थ हूँ कौन ना सूचक अल्फाक्टोरी माने कौन ना घ्राणीय सूचक ठीक अच्छे घ्राण माने कौन जान बास माने सुंघिबा सुंघिबा एमाने कौन करती निजर बास्ना चेंज कर दियंती ठीक अच्छे एमाने कौन करती निजर बास्ना चेंज करती निजर बास्ना बा गंध चेंज करती गंध परिवर्तन करती एमाने कौन करती ना एथिरे जदि अम्ल कि खार पड़ीज एमाने निजर गंध को परिवर्तन कर निजर जो माने नेचुरल गंध रही है ताकू परिवर्तन करी गोटे नुआ किछि माने गंध दियंती जेमति कि ओनियन माने आमर कोन एटा पियाज पियाज गोटे अल्फाक्टोरी इंडिकेटर माने घ्राणीय सूचक ये कौन करे जो जगह अम्ल थी अम्ल जगह कौन कर तार माने किछि चेंज हबो ना माने पियाज जो गोटे बास्ना थाए जो से कौन कर से बास्ना ही रही जो जगह आमर कौन थी ना अम्ल थी माने सेम बास्ना दब माने तार ओरिजिनल गंध जोटा ओरिजिनल गंध दब जो जगह किंतु खार थब से जगह कौन कर ना स्मेल भ्यानिस्ट माने जो बास्नाटा कौन हो उभे जीव उभा नहीं जो बास्नाटा उभा नहीं जो माने किसी भी जो पियाज जो ओरिजिनल गंध थाए से ओरिजिनल गंध भी रहबनी देन है कौन भेनिला एसेंस ठीक अच्छे भेनिला जो कौन करे माने भेनिलार निजर जो ओरिजिनल गंध अच्छी बा बास्ना अच्छी से कौन करे जदि एसिड थी जो जगार एसिड थी भेनिला कौन करे जो जगह एसिड थी से कौन नो चेंज माने तार बास्ना रे कौन प्रकार परिवर्तन देखा किंतु आमर जो जगह बेस थी बा खारक थी से जगह कौन कर ना स्मेल भ्यानिस्ट सेमती बास्ना कौन हम ना उभा नहीं जीव सेमती क्लोव ऑयल माने आमर कौन जान लवंग तेल लवंग तेल लवंग तेल कौन करे सेमती तार जो ओरिजिनल बास्ना अच्छी जो जो जगह आमर एसिड थी अम्ल थी तार कौन ना ओरिजिनल बास्नाटा दब जो जगह खार थी से जगह कौन कर ना उभा नहीं जो बास्ना ठीक अच्छे ता बास्नाटा उभा नहीं जो ताहले आमे कौन पढ़ले ना दी प्रकार सूचक जानले गोटे कौन करती ना अम्ल बा खारक जेतबेले रे प्रतिक्रिया करी से निजर रंग परिवर्तन करती आउ गोटे सूचक कौन से निजर बास्ना रे परिवर्तन करती तापर आमे देखिबा कौन देखिबा ना लिटमस पेपर विषय देखा ठीक अच्छे लिटमस कौन लिटमस माने दी प्रकार आमको मिलता है गोटे द्रवण लिटमस द्रवण भी आमको मिले आ गोटे कौन मिले ना कागज मिले ठीक अच्छे आम साधारणतः आम पाखे कौन ये कागजर जिनस ही आमको स्कूल रे एक्सपेरिमेंट रे देखा जाइथिबो द्रवण तो मिले कागज ही आमको मिलता है प्राय एटा कौन गोटे प्राकृतिक सूचक ठीक अच्छे लिटमसटा नाटा एमती हेले भी माने केमिकल जिनस जना पड़ले भी किंतु एटा कौन गोटे प्राकृतिक जिनस है ठीक अच्छे जी पचार लिटमसटा कौन गोटे प्राकृतिक जिनस कह तापर कौन कही ना यह लाइकन नामक शैवालू निष्कासित हुए लाइकेन जो आमर गोटे शैवाल अच्छी लाइकेन रु आम कौन मिले लिटमस पेपर तैयारी हुए प्रोडक्शन हुए तापर कौन लिखी ना यार रंग नील रंग मुझे कहली यार रंगटा कौन जान डीप ब्लू कलर है डीप ब्लू कलर एटा कौन करे ना अम्लीय परिवेश रे एटा रंग लाल हो जाए ये देखिपार ये जो अम्ल अच्छी एटा कौन है थर अम्ल अच्छी ये कौन कर लिटमस पेपरटा कौन है एटा अम्ल रे बुढ़ा है लिटमस पेपरटा ये कौन है रेड कलर ठीक अच्छे रेड कलर हो जो द्रवण देखिए लिटमस पेपर रेड कलर हो जाए से जगह कौन अच्छी ना अम्ल अच्छी जदि से लिटमस पेपरटा को ठीक अच्छे से लिटमस पेपर को आम नहीं कौन करवा गोटे खारक बुड़ेबा लिटमस पेपर कौन हम ये देखिपार रेड कलर अच्छी माने सेम लिटमस पेपर को माने जो अम्ल बुड़ा होता लाल कलर होता से सेम लिटमस पेपर को लेकिन खारक से बुड़े देती ये कौन है कौन कर जो चेंज कर जो रंगटा चेंज कर कलर को ब्लू कलर को परिवर्तन कर देती तामाने जो माने अम्लीय परिवेश लिटमस पेपर कौन करे निजर रंग परिवर्तन करे को माने को रंग दिए
ଅମ୍ଳୀୟ ପରିବେଶରେ କୋଉ ରଙ୍ଗ ଦିଏ? ଅମ୍ଳୀୟ ପରିବେଶରେ କୋଉ ରଙ୍ଗ ଦିଏ ନା ରେଡ୍ କଲରର। ଆଉ କ୍ଷାରକରେ ମାନେ ଚେଞ୍ଜ ହୁଏନି କ'ଣ ପାଇଁ? ତାର ମାନେ ଅରିଜିନାଲ କ'ଣ ରଙ୍ଗଟା ହେଉଛି ଡିପ୍ ବ୍ଲୁ କଲରର, ମାନେ ଘନ ନୀଳ କଲରର। ସେଥିପାଇଁ କ୍ଷାରକରେ ସେଟା କ'ଣ ଦିଏ ନା ନୀଳ କଲରର, ମାନେ ଚେଞ୍ଜ ହୁଏ ନାହିଁ, ସେଇ ନୀଳ କଲର ହିଁ ରହିବ। ଦେନ୍ ଆମେ ଦେଖିବା କ'ଣ, ଏଇଟା ସବୁଠୁ ଇଜି। ଦେନ୍ ଆମେ ଦେଖିବା କ'ଣ, ଏଇଟା ଅମ୍ଳ ଓ ଧାତୁ ମାନେ ଅମ୍ଳ ଓ କ୍ଷାରକର ରାସାୟନିକ ଧର୍ମ। ଠିକ୍ ଅଛି। ଏଇ ଯେ ପ୍ରଥମଟା ଆମେ ପଢ଼ିବା କ'ଣ, ଅମ୍ଳ ଓ ଧାତୁ ମଧ୍ୟରେ ପ୍ରତିକ୍ରିୟା। ଏଇଟା ସବୁଠାରୁ ଇମ୍ପୋର୍ଟାଣ୍ଟ। ଠିକ୍ ଅଛି, ମାନେ ଭେରି ଭେରି ଇମ୍ପୋର୍ଟାଣ୍ଟ, ଠିକ୍ ଅଛି। ଭେରି ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ଏଇଟା ପ୍ରାୟତଃ ଆମ ଏକ୍ଜାମରେ ଆସେ। କ'ଣ ଅଛି, ଆମେ ଯେମିତି ଆଗକୁ କ'ଣ ପଢ଼ିଲେ, କ୍ଷାରକ ଆଉ ଅମ୍ଳ ମାନେ କ'ଣ ଆଉ ଲିଟମସ୍ ପେପର ବିଷୟରେ ପଢ଼ିଲେ, ସେମିତି ତାକୁ କେମିତି କ'ଣ ଚିହ୍ନିବା ସବୁ ପଢ଼ିଲେ। ତାପରେ ଏବେ କ'ଣ ଆମେ ଜାଣିବା, ଏଇଟା ରାସାୟନିକ ଧର୍ମ ବିଷୟରେ ପଢ଼ିବା। ଆମେ କାହାର? ଅମ୍ଳ ଓ କ୍ଷାରକର ରାସାୟନିକ ଧର୍ମ ବିଷୟରେ ପ୍ରଥମ ପଢ଼ିବା। କ'ଣ? ଅମ୍ଳ ଓ ଧାତୁ ମଧ୍ୟରେ ପ୍ରତିକ୍ରିୟା। ଅମ୍ଳ ଓ ଧାତୁ ମଧ୍ୟରେ ପ୍ରତିକ୍ରିୟା, ତା ମାନେ ଅମ୍ଳ ଆଉ ଧାତୁ ଯଦି ପରସ୍ପର ମଧ୍ୟରେ ରିଆକ୍ସନ୍ କରିବେ, ସେ କ'ଣ ପ୍ରଡକ୍ଟ ଦେବେ, ମାନେ ଉତ୍ପାଦ ଆମକୁ କ'ଣ ଦେବେ। ପ୍ରଥମ ଷ୍ଟେପ୍ରେ କ'ଣ ଲେଖା ହେଇଛି ନା ଅମ୍ଳ ଓ ଧାତୁ ପ୍ରତିକ୍ରିୟା କରି ଲବଣ ଓ ହାଇଡ୍ରୋଜେନ ଗ୍ୟାସ୍ ପ୍ରଦାନ କରନ୍ତି। ତାମାନେ ଆମକୁ କ'ଣ କହିଲା ନା ଅମ୍ଳ ଓ ଧାତୁ, ଠିକ୍ ଅଛି, ଅମ୍ଳ ଧାତୁ ରିଆକ୍ସନ୍ କରି କ'ଣ ଦେଉଛି ନା ଲବଣ ଆଉ ହାଇଡ୍ରୋଜେନ ଗ୍ୟାସ୍ ଦେଉଛି। ତାମାନେ ଆମର ଯଦି ଗୋଟେ ଅମ୍ଳ ନେବା, ମାନେ ଏକ୍ଜାମ୍ପଲ୍ ନିଅ, ଗୋଟେ ଅମ୍ଳ ନିଅ, ଠିକ୍ ଅଛି। ଅମ୍ଳ ମୁଁ ନେଉଛି ହାଇଡ୍ରୋକ୍ଲୋରିକ୍ ଏସିଡ୍, ଠିକ୍ ଅଛି, HCl ଅମ୍ଳ ନେଲି। ଧାତୁ କ'ଣ ନେବି? ନେଲି ଧର ଜିଙ୍କ୍ ନେଉଛି, ZnCl। ନହେଲେ ଏମିତି କରିପାରିବା, ଆମେ କ'ଣ କରିପାରିବା, ଏଇ ଯେଉଁ ଆମର ଏକ୍ସପେରିମେଣ୍ଟଟା ଅଛି ଆମ ବହିରେ ଅଛି, ସେଠି କ'ଣ ନେଇଛି ଜାଣିଛ? ସଲଫ୍ୟୁରିକ୍ ଏସିଡ୍ ନେଇଛି, H2SO4 ନେଇଛି। ତାପରେ ନେଇଛି କ'ଣ? ଜିଙ୍କ୍ ନେଇଛି। ନେଇକିନା କ'ଣ କରିଛି, ତାକୁ ରିଆକ୍ସନ୍ କରେଇଛି। ରିଆକ୍ସନ୍ ପରେ ସେ କ'ଣ ଦେଇଛି ଜାଣିଛ? ZnSO4 ପ୍ଲସ୍ ଦେଇଛି ହାଇଡ୍ରୋଜେନ ଗ୍ୟାସ୍ ଦେଇଛି। କ'ଣ ଦେଇଛି ନା ହାଇଡ୍ରୋଜେନ ଗ୍ୟାସ୍ ଦେଇଛି। ଏଟା କ'ଣ ନା ସଲଫ୍ୟୁରିକ୍ ଏସିଡ୍, ଏଟା କ'ଣ ଜିଙ୍କ୍, ଏଠି କ'ଣ ଦେଇଛି ନା ଜିଙ୍କ୍ ସଲଫେଟ୍ ହେଇଯାଇଛି। ଏଇଟା ହେଉଛି ହାଇଡ୍ରୋଜେନ ଗ୍ୟାସ୍। ତାମାନେ ଯେମିତି ମୁଁ କହିଲି ଲବଣ, ଠିକ୍ ଅଛି, ଲବଣ ଆଉ କ'ଣ ଦେବ ନା ହାଇଡ୍ରୋଜେନ ଗ୍ୟାସ୍ ଦେବ। ଆମର ଯେଉଁ ଜିଙ୍କ୍ ସଲଫେଟ୍ଟା, ଏଠି ସଲଫ୍ୟୁରିକ୍ ଏସିଡ୍ଟା କ'ଣ? ସଲଫ୍ୟୁରିକ୍ ଏସିଡ୍ଟା ଆମର କ'ଣ? ଗୋଟେ ଅମ୍ଳ। ଜିଙ୍କ୍ଟା କ'ଣ? ଆମର ଜିଙ୍କ୍ଟା ହେଉଛି ଗୋଟେ ଧାତୁ, ଠିକ୍ ଅଛି। ଏଇ ଯେଉଁ ଜିଙ୍କ୍ ସଲଫେଟ୍ଟା କ'ଣ ଜାଣିଛ? ଜିଙ୍କ୍ ସଲଫେଟ୍ଟା ଆମର ଗୋଟେ କ'ଣ ନା ଲବଣ, ଏଇଟା ଗୋଟେ, ଠିକ୍ ଅଛି। ଆଉ କ'ଣ ନା ହାଇଡ୍ରୋଜେନ ଗ୍ୟାସ୍। ତାମାନେ ଆମେ ସିମ୍ପଲି ମନେ ରଖିପାରିବା କି ଅମ୍ଳ ଆଉ ଧାତୁ ଯଦି ପରସ୍ପର ମଧ୍ୟରେ ପ୍ରତିକ୍ରିୟା କରିବେ, ଆମକୁ କ'ଣ ଦେବେ ନା ଲବଣ ଆଉ କ'ଣ ଦେବେ? ହାଇଡ୍ରୋଜେନ ଗ୍ୟାସ୍ ଦେବେ। ସେଇଥିପାଇଁ ବହିରେ ଗୋଟେ ଏକ୍ସପେରିମେଣ୍ଟ ଅଛି, ଏଇଟା ବୁଝିବା ପାଇଁ। ଗୋଟେ ଟେଷ୍ଟ ଟ୍ୟୁବ୍ରେ କ'ଣ ନେଇଛି ଗୋଟେ ପିଲା କ'ଣ ନେଇଛି ନା H2SO4 ନେଇଛି, ସଲଫ୍ୟୁରିକ୍ ଏସିଡ୍ ନେଇଛି, ଠିକ୍ ଅଛି। ସଲଫ୍ୟୁରିକ୍ ଏସିଡ୍ ନେଇକିନା ସେ କ'ଣ କରିଛି, ଏଇ ଯେଉଁ ସଲଫ୍ୟୁରିକ୍ ଏସିଡ୍, ଏଇ ଯେଉଁ ୟେଲୋ କଲର୍ ଦେଖାଉଛି, ସଲଫ୍ୟୁରିକ୍ ଏସିଡ୍ ନେଇଛି। ସଲଫ୍ୟୁରିକ୍ ଏସିଡ୍ ନେଇକିନା ତାପରେ କ'ଣ କରିଛି, ସେଥିରେ ଜିଙ୍କ୍ର କିଛି ଦାନା ପକେଇଛି, ଠିକ୍ ଅଛି, ଜିଙ୍କ୍ର କିଛି ଦାନା ପକେଇଛି। ତାପରେ କ'ଣ କରିଛି, ଗୋଟେ ପାଇପ୍ ନେଇଛି, ଠିକ୍ ଅଛି, ଗୋଟେ ପାଇପ୍ ନେଇକିନା ଏଇ ଗୋଟେ ପାଇପ୍ ନେଇଛି, ଏଠି ପାଇପ୍ ନେଇକିନା କ'ଣ କରିଛି, ଗୋଟେ ସାବୁନ, ଗୋଟେ ବାଉଲରେ କ'ଣ କରିଛି, ସାବୁନ ପାଣି ନେଇଛି କିଛି, ଠିକ୍ ଅଛି, ସାବୁନ ପାଣି ନେଇଛି। ସେଥିରୁ କ'ଣ ହେଇଛି ନା କିଛି ଗ୍ୟାସ୍, ମାନେ ଏ ପାଇପ୍ ବାଟା ଆସି ଏମିତି ଏଠି କ'ଣ କରୁଛି, ଫୋଟକା ସୃଷ୍ଟି କରୁଛି। କିଛି ଆମର ଏଇଠି ମାନେ ଫୋଟକା ସୃଷ୍ଟି କରୁଛି, ଗ୍ୟାସ୍ର ଫୋଟକା ସୃଷ୍ଟି କରୁଛି। ଏଇ ଗ୍ୟାସ୍ ଫୋଟକା କ'ଣ ହେଉଛନ୍ତି, ପରେ ଯାଇକିନା କ୍ୟାଣ୍ଡେଲରେ ବାଡ଼େଇ ହେଇକିନା ଏଇ ଗ୍ୟାସ୍ ଫୋଟକା ସେଠି କ'ଣ କରୁଛନ୍ତି, ରିଆକ୍ସନ୍ କରି ଆମର ସାଉଣ୍ଡ କରୁଛନ୍ତି, କିଛି ପପ୍ ସାଉଣ୍ଡ ଏମିତି କରୁଛନ୍ତି। ତାହେଲେ ଏଇ ଯେଉଁ ଗ୍ୟାସ୍ଟା ଆମର
ଗ୍ୟାସ୍ ଆମର କେମିତି ସୃଷ୍ଟି ହେଲା ଜାଣିପାରିଲ? ମାନେ ଏଇଟା କ'ଣ କରୁଛି ନା ଜିଙ୍କ ସହିତ ଯେତେବେଳେ ସଲଫ୍ୟୁରିକ୍ ଏସିଡ଼ଟା ରିଆକ୍ସନ୍ କରିଛି, ତାପରେ କ'ଣ ହେଇଛି ନା କିଛି ହାଇଡ୍ରୋଜେନ୍ ଗ୍ୟାସ୍ ଆମର ସୃଷ୍ଟି ହୋଇଛି, ଯେଉଁଟାକି ପରେ ସାବୁନ ଫେଣରେ ଯାଇକିନା, ଯେମିତି ଦେଖିଥିବା ଆମେ ଛୋଟବେଳେ କ'ଣ କରୁ, ଯେତେବେଳେ ଫୋଟକା କରୁ, ସାମ୍ପୁ ଫେଣ ଯେଉଁ କରିକିନା ଆମେ ଫୋଟକା କରୁ, ସେଗୁଡ଼ା କ'ଣ ଏମିତି ଫୋଟକା ହୋଇଯାଏ କି ନାହିଁ, ସେମିତି ଏଠି ସାବୁନ ଫେଣ ନିଆଯାଇଛି। ସାବୁନ ଫେଣ ମାନେ ଯେତେବେଳେ ଏମିତି ତା ବାଟେ ଗ୍ୟାସ୍ଟା ଆମର ସାବୁନ ଫେଣରେ ପ୍ରବେଶ କରୁଛୁ ଆମେ, ସେ କ'ଣ ହେଇଛି, ସେଇ ଯେଉଁ H2 ଆମର ଯେଉଁ ହାଇଡ୍ରୋଜେନ୍ ଗ୍ୟାସ୍ଟା ସେଟା ପରେ ଯାଇକିନା କ'ଣ ହେଇଛି, ଗୋଟେ ବବଲ୍ କ୍ରିଏଟ୍ କରିଛି। ଏଇ ବବଲ୍ ଗୁଡ଼ିକ କ'ଣ କରୁଛି, ଯେତେବେଳେ ମହମବତୀ ତା ପାଖକୁ ଆମେ ଆଣିଛୁ, ସେ କ'ଣ କରୁଛି ନା ପପ୍ ସାଉଣ୍ଡ କରି ଏମିତି ଜୋରରେ ଜଳି ଉଠିଛି। ଏଠି ଦେଖିପାରୁଥିବ ଏମିତି ଜୋରରେ ଜଳି ଉଠିଛି। ତାମାନେ ଆମେ କ'ଣ ଜାଣିଲେ, ଅମ୍ଳ ଯେତେବେଳେ ଧାତୁ ସହିତ ପ୍ରତିକ୍ରିୟା କରିବ, ସେଥିରୁ ଆମକୁ କ'ଣ ମିଳିବ, ଲବଣ ଆଉ ହାଇଡ୍ରୋଜେନ୍ ଗ୍ୟାସ୍ ମିଳିବ। ଏଇଟା ଥିଲା ବାସ୍ ଗୋଟେ ସିମ୍ପଲି ଷ୍ଟେପ୍ ଥିଲା। ଏଇଟା ସବୁଠୁ ଭେରି ଭେରି ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍। ଏଇଟା ମନେ ରଖିବ, ଏଇଟା ଏକ୍ଜାମ୍ରେ ନିଶ୍ଚିନ୍ତ ଆସିବ। ଠିକ୍ ଅଛି। ଦେନ୍ ଦେଖିବା କ'ଣ, କ୍ଷାର ଆଉ ଧାତୁ ମଧ୍ୟରେ ପ୍ରତିକ୍ରିୟା। ଠିକ୍ ଅଛି। ଯେମିତି ଆମେ ଦେଖିଲେ ଅମ୍ଳ ଆଉ ଧାତୁ ମଧ୍ୟରେ ପ୍ରତିକ୍ରିୟା ଦେଖିଲେ, ତାପରେ କ'ଣ ଦେଖିବା ନା କ୍ଷାରକ ଆଉ ଧାତୁ ମଧ୍ୟରେ ପ୍ରତିକ୍ରିୟା। ଏଠି କ'ଣ ଲେଖା ହେଇଛି ନା କ୍ଷାରକ ଓ ଧାତୁ ପ୍ରତିକ୍ରିୟା କରି ଲବଣ ଓ ହାଇଡ୍ରୋଜେନ୍ ଗ୍ୟାସ୍ ପ୍ରଦାନ କରନ୍ତି। ତାମାନେ କ'ଣ ଲେଖା ହେଇଛି ନା ଯେମିତି ଆମେ ଅମ୍ଳରେ ପଢ଼ିଲେ, ସେମିତି ଏଠି କ'ଣ ଲେଖା ହେଇଛି ନା କ୍ଷାରକ ଆଉ କିଏ ଧାତୁ ପ୍ରତିକ୍ରିୟା କରି କ'ଣ ଦିଅନ୍ତି ନା ଲବଣ ଆଉ ହାଇଡ୍ରୋଜେନ୍ ଗ୍ୟାସ୍ ଦେଉଛନ୍ତି। ଠିକ୍ ଅଛି। ଯେମିତି ଆମେ ଅମ୍ଳରେ ପଢ଼ିଲେ କ'ଣ, ଅମ୍ଳରେ କ'ଣ ଦେଖିଲେ ଆମେ ବର୍ତ୍ତମାନ, ଅମ୍ଳ ଆଉ ଧାତୁ ପ୍ରତିକ୍ରିୟା କରି ଲବଣ ଓ ହାଇଡ୍ରୋଜେନ୍ ଗ୍ୟାସ୍ ଦେଉଛନ୍ତି। ଠିକ୍ ଅଛି। ଏଠି ବି କ୍ଷାରକ ଆଉ ଧାତୁ ପ୍ରତିକ୍ରିୟା କରି ଲବଣ ଆଉ ହାଇଡ୍ରୋଜେନ୍ ଗ୍ୟାସ୍ ଦେଉଛନ୍ତି। ଯଦି ଆମେ ଏଠି ଗୋଟେ କ୍ଷାରକ ନେବା, ମାନେ ଏକ୍ଜାମ୍ପଲ୍ ପାଇଁ ମୁଁ କ୍ଷାରକ ନେଉଛି କ'ଣ, ଯଦି ଆମେ ନେବି କ'ଣ, ସୋଡ଼ିୟମ୍ ହାଇଡ୍ରୋକ୍ସାଇଡ୍ ନେଲି। ଠିକ୍ ଅଛି। ସୋଡ଼ିୟମ୍ ହାଇଡ୍ରୋକ୍ସାଇଡ୍ NaOH, ସୋଡ଼ିୟମ୍ ହାଇଡ୍ରୋକ୍ସାଇଡ୍ ନେଲି, କ୍ଷାରକ ନେଇଛି। ଆଉ ଧାତୁ ନେବି କ'ଣ, ଜିଙ୍କ ନେଉଛି। ଠିକ୍ ଅଛି। ଜିଙ୍କ ଧାତୁ ଯଦି ନେଉଛି, ତାହେଲେ ଆମକୁ ପ୍ରଡକ୍ଟରେ କ'ଣ ମିଳିବ, ପ୍ରଡକ୍ଟରେ ଗୋଟେ ଲବଣ ମିଳୁଛି ଆମକୁ। ଏଇ ଲବଣଟା କ'ଣ ମିଳିବ ଜାଣିଛ, ସୋଡ଼ିୟମ୍ ଜିଙ୍କେଟ୍ ମିଳିବ। ସୋଡ଼ିୟମ୍ ଜିଙ୍କେଟ୍ ମିଳିବ କ'ଣ, Zn ଆମର ଟିକେ ଏଟାକୁ ତାର ପ୍ରତୀକ ଲେଖୁଛି ମୁଁ, ଜିଙ୍କ। ଆମକୁ କ'ଣ ମିଳିବ, ସୋଡ଼ିୟମ୍ ଜିଙ୍କେଟ୍ Na2ZnO2। ଏଇଟା କ'ଣ ଜାଣିଛ, ସୋଡ଼ିୟମ୍ ଜିଙ୍କେଟ୍ ଏଇଟା କୁହନ୍ତି। ଏଇଟା ହେଉଛି ସୋଡ଼ିୟମ୍ ଜିଙ୍କେଟ୍। ତଳେ ଦେଖିଦେବି, ସୋଡ଼ିୟମ୍ ଜିଙ୍କେଟ୍ ଏଇଟା କ'ଣ, ଗୋଟେ ଲବଣ ଏଇଟା। ଠିକ୍ ଅଛି। ତାପରେ କ'ଣ ମିଳିବ, ହାଇଡ୍ରୋଜେନ୍ ଗ୍ୟାସ୍। ଠିକ୍ ଅଛି। ଏଇଟା ଥିଲା କ'ଣ ନା କ୍ଷାର ଓ ଧାତୁ ମଧ୍ୟରେ ପ୍ରତିକ୍ରିୟା। ଦେନ୍ ଯଦି ଆମେ ଦେଖିବା ଧାତବ କାର୍ବୋନେଟ୍ ଓ ଧାତବ ହାଇଡ୍ରୋଜେନ୍ କାର୍ବୋନେଟ୍ ସହିତ ଅମ୍ଳର ପ୍ରତିକ୍ରିୟା। ଠିକ୍ ଅଛି। ଧାତବ କାର୍ବୋନେଟ୍ କ'ଣ, ଧାତବ କାର୍ବୋନେଟ୍ ହେଉଛି ମାନେ ଗୋଟେ ଧାତୁର କାର୍ବୋନେଟ୍। ଠିକ୍ ଅଛି। କାର୍ବୋନେଟ୍ ଗୋଟେ ଫର୍ମ, ଗୋଟେ ଧାତବ କାର୍ବୋନେଟ୍। ଆଉ ଧାତବ ହାଇଡ୍ରୋଜେନ୍ କାର୍ବୋନେଟ୍, ତା ସହିତ କ'ଣ ନା ହାଇଡ୍ରୋଜେନ୍ କାର୍ବୋନେଟ୍, ଧାତୁ ସହିତ ହାଇଡ୍ରୋଜେନ୍ କାର୍ବୋନେଟ୍ ମାନେ ମିଶିକିନା ଧାତବ ହାଇଡ୍ରୋଜେନ୍ କାର୍ବୋନେଟ୍ ଆମର କ'ଣ ହେଇଛି। ଏଠି କ'ଣ ଲେଖିଛି ନା ଟିକେ ଧାତବ କାର୍ବୋନେଟ୍ ଓ ଧାତବ ହାଇଡ୍ରୋଜେନ୍ କାର୍ବୋନେଟ୍। ଠିକ୍ ଅଛି। କ'ଣ କହୁଛି, ଧାତବ କାର୍ବୋନେଟ୍ ଆଉ ଧାତବ ହାଇଡ୍ରୋଜେନ୍ କାର୍ବୋନେଟ୍ ଅମ୍ଳ ସହିତ ପ୍ରତିକ୍ରିୟା କରି ଲବଣ ଆଉ ଅଙ୍ଗାରକାମ୍ଳ ଗ୍ୟାସ୍ ଆଉ ଜଳ ସୃଷ୍ଟି କରନ୍ତି। ଠିକ୍ ଅଛି। ତାମାନେ ସେ କ'ଣ ଲେଖିଛି ନା ଧାତବ କାର୍ବୋନେଟ୍ କ'ଣ କରୁଛି, ଯେତେବେଳେ ଏସିଡ୍ ସହିତ ଆମର ପ୍ରତିକ୍ରିୟା କରୁଛି, କ'ଣ ଦେଉଛି ନା ଲବଣ ବା ସଲ୍ଟ ଦେଉଛି, ଅଙ୍ଗାରକାମ୍ଳ ଗ୍ୟାସ୍ ଦେଉଛି, ଆଉ କ'ଣ ଦେଉଛି ନା H2O ବା ଜଳ ଦେଉଛି। ଠିକ୍ ଅଛି। ତାମାନେ ଯଦି ଆମେ ଗୋଟେ ଏକ୍ଜାମ୍ପଲ୍ ନେବା ଧାତବ କାର୍ବୋନେଟ୍ର, କ'ଣ ନେବା, Na2CO3 ମାନେ ଆମର କ'ଣ, ସୋଡ଼ିୟମ୍ କାର୍ବୋନେଟ୍। ଠିକ୍ ଅଛି।
सोडियम कार्बोनेट सहित एटा मते धातव कार्बोनेट गोटे सोडियम टा कोन धातु आ CO3 होची कोन कार्बोनेट रो प्रतीक आ अम्ल रे हम कोन नबा हाइड्रोक्लोरिक एसिड नेछि HCl ताले हमके एठी कोन मिलियो प्रोडक्ट रे हम कोन गोटे लवण मिलियो लवण कोन मिलियो ना NaCl मिलियो जोटा हमर कोन खाइबा लुण गोटे ठीक अछि हमर कोन लवण कोन हम खाइबा लुण जो टाटा सल्ट हम खाउ सेटा कोन NaCl कि नहीं NaCl प्लस कोन मिलियो ना कोन कहथिली मु कार्बन डाइऑक्साइड हमकु मिलुची माने अंगारकाम्ल मिलिबो तापर कोन कहथिली जल सृष्टि होउची एथिरो ठीक अछि एमती थिला कोन धातव कार्बोनेट रो कथा एठी देखि परतो गोटे एक्सपेरिमेंट हमर दिया हैची एठी देखि परतो लक्ष्य करथिबो ए जगहटा गोटे एक्सपेरिमेंट दिया हैची सेठी कोन दिया हैची गोटे माने हमरो बिकर रे कोन निया हैची हाइड्रोक्लोरिक एसिड माने हमरो HCl निया जायची HCl द्रवण निया जायची सेतिरे कोन हैची हमरो धातव कार्बोनेट रो जो हमर सोडियम कार्बोनेट ता भितरे कोन दिया हैची सोडियम कार्बोनेट एटा सोडियम कार्बोनेट कोन हैची सेतिरे मिसा हैची मिसाला फल रे से कोन होउची ए जो पाइपटा देखि परथुवा ठीक अछि ए जो पाइपटा ए जो पाइप पटर कोन मिसा हैची हमरो हाइड्रोक्लोरिक एसिड मिसा हैची गोटे अम्ल मिसा हैची ए जो पाइपटा देखि पर ए पाइपटा एटा होची निर्गमन नळी एटा कोन हैची गोटे बिकर रे आ गोटे बिकर रे चूर्ण पानी निया हैची ठीक अछि चूर्ण पानी निया हैची चूर्ण पानी रो रंग कोन धला रंग माने चूर्ण पानी रो रंग कोन ना धला रंग ठीक अछि चूर्ण पानी रे जेतळे कार्बन डाइऑक्साइड गैस टा प्रवेश हबो से कोन करू जानछ चूर्ण पानी रो रंग को माने मिल्की कर दबो माने दुधिया रंग कर दबो ता माने दुधिया रंगटा देखिबो माने पूरा माने गाढ़ व्हाइट माने व्हाइट येलोइश ठीक अछि व्हाइट आ येलोइश माने हळदिया धळा और हळदिया मिश्रण जोटा सेई रंग रा हेजिवो सेहि पई आमे कोन करछु ना ए जो कार्बन डाइऑक्साइड टा हमर प्रोड्यूस होला माने सोडियम कार्बोनेट सहित जो रिएक्शन कला हमर कोन अम्ल रिएक्शन करछु हमर कार्बन डाइऑक्साइड टा प्रोड्यूस होउची ताकू वेरीफाई करिया पई माने कार्बन डाइऑक्साइड मिलुची बोली ताकू वेरीफाई करिया पई आमे कोन करछे ना ताकू चूर्ण पानी रे ताकू प्रवेश करै कि ना देखि जे आमे कोन कि चूर्ण पानी रंग केमती कोन होउची ए चूर्ण पानी रंग दुधिया रंग हे होउची ता माने एठी कार्बन डाइऑक्साइड प्रेजेंट अछि तले एई थिला कथा देन देखिबा कोन हमरो आ गोटे कथा कोन रहिला एठी आ गोटे कथा कोन रहिला जोटा परे कहबी एटा ठीक अछि एटा बुझी साला परे कहबी आ गोटे कोन रहिला हमरो आ गोटे रहिला कोन धातव हाइड्रोजन कार्बोनेट ठीक अछि धातव हाइड्रोजन कार्बोनेट जदि सेमती मु सोडियम हाइड्रोजन कार्बोनेट टा नेबी माने NaHCO3 से कहछि धातव हाइड्रोजन कार्बोनेट सहित कोन अम्ल प्रतिक्रिया कर कोन दउची ना लवण दउची अंगारकाम्ल दउची और जल सृष्टि करूची ठीक अछि अरे धातव हाइड्रोजन कार्बोनेट माने एटा कोन माने जानछो सोडियम हाइड्रोजन कार्बोनेट नै छी ता सहित मु कोन मिसैची ना हाइड्रोक्लोरिक एसिड बा HCl मिसै कि ना मु कोन करची ता रिएक्शन करैची मते मिलिची कोन ना सोडियम क्लोराइड मिली जोटा हमर खाइबा लुण मान लवण गोटे मिलिची प्लस कोन मिलिची कार्बन डाइऑक्साइड गैस मिलिची आ जल सृष्टि हेची वर्तमान कथा एइटा माने एइटा तो थिला पूर्व रिएक्शन भलिया कोन हला ना धातव हाइड्रोजन कार्बोनेट भी अम्ल सहित प्रतिक्रिया करी कोन हला लवण जल आ कार्बन डाइऑक्साइड गैस सृष्टि कला किंतु कथा एठी रहउची कोन रहउची माने पूर्व स्टेप रे हमें कोन देखितिले जेतबेले अम्ल जेतबेले हमर माने पूर्व स्टेप तो नहीं माने कथा एठी रहला कोन ना जदी अम्ल सहित हमें पूर्व जेमती कहितली खारर प्रतिक्रिया करथिले हमु मिलुसला हेटी कोन मिलुसला
ଆମକୁ ମିଳୁଥିଲା କ'ଣ ନା ଲବଣ ମିଳୁଥିଲା, ଆଉ କ'ଣ ମିଳୁଥିଲା ନା ଜଳ। ବର୍ତ୍ତମାନ ଏଠି ବି ସେମିତି କ'ଣ ହେଇଛି ନା ଯଦି ଆମେ ଧାତବ କାର୍ବୋନେଟ୍ ହଉ କି ଧାତବ ହାଇଡ୍ରୋଜେନ କାର୍ବୋନେଟ୍ ହଉ ତାକୁ ଯଦି ଆମେ ମାନେ କ'ଣ ଅମ୍ଳ ସହିତ ମିଶଉଛେ ସେ ବି ଆମକୁ କ'ଣ ଦଉଛି ନା ଲବଣ ଆଉ ଜଳ ଦଉଛି। ତା ସହିତ କ'ଣ କମ୍ପ୍ଲିମେଣ୍ଟାରୀ ଗୋଟେ କାର୍ବନ ଡାଇଅକ୍ସାଇଡ୍ ଦଉଛି। ତା ମାନେ ଏଠି ଆମେ କହିପାରିବା କି ଧାତବ କାର୍ବୋନେଟ୍ ଆଉ ଧାତବ ହାଇଡ୍ରୋଜେନ କାର୍ବୋନେଟ୍ କ୍ଷାରୀୟ ଧର୍ମ ଦେଖାନ୍ତି, କହିପାରିବା କି ନାହିଁ? ଆରେ ମୁଁ ଯଦି ଏଠି ଲେଖିବି ଧାତବ କାର୍ବୋନେଟ୍ ପ୍ଲସ୍ କ'ଣ ମାନେ ଅମ୍ଳ ଲେଖୁଛି ଏଇଠି ଗୋଟେ, ଏମାନେ କ'ଣ ଦଉଛନ୍ତି ଏବେ ଲବଣ ପ୍ଲସ୍ ଜଳ ଦଉଛନ୍ତି ନାହିଁ, ଆଉ CO2 ଗ୍ୟାସ୍ ଦଉଛନ୍ତି। ଏଇଟା କମ୍ପ୍ଲିମେଣ୍ଟାରୀ। ଆକୁ ଯଦି ଲକ୍ଷ୍ୟ ନ କରି ଯଦି ଏମିତି ଦେଖିବ ଏଟା କ'ଣ ଧାତବ କାର୍ବୋନେଟ୍ ଯଦି କ୍ଷାର ନ ହେଇଥାନ୍ତା ତାହେଲେ ଆମକୁ ସେ କ'ଣ ଲବଣ ଦେଇଥାନ୍ତା କି? ତା ମାନେ ଏଟା କ'ଣ କରୁଛି ନା କ୍ଷାରୀୟ ଧର୍ମ ଗୋଟେ କ'ଣ ଦେଖଉଛି ଆମକୁ ନାହିଁ, କ୍ଷାରୀୟ ଧର୍ମ ଦେଖେଇବାରୁ ଅମ୍ଳ ସହିତ ରିଆକ୍ସନ୍ କରି ସେଟା କ'ଣ କରୁଛି ନା ଲବଣ ସୃଷ୍ଟି କରୁଛି ବା ସଲ୍ଟ ସୃଷ୍ଟି କରୁଛି। ତା ମାନେ ଧାତବ କାର୍ବୋନେଟ୍ ଆଉ ଧାତବ ହାଇଡ୍ରୋଜେନ କାର୍ବୋନେଟ୍ ତାଙ୍କ ଧର୍ମ କ'ଣ ନା କ୍ଷାରୀୟ ଧର୍ମ ସେମାନେ ଦେଖାନ୍ତି। ଠିକ୍ ଅଛି। ତାପରେ ଦେଖିବା ଆମେ ପରବର୍ତ୍ତୀ ଷ୍ଟେପ୍ରେ ଅମ୍ଳ ଓ କ୍ଷାର ସହିତ ପ୍ରତିକ୍ରିୟା। ଯେମିତି ମୁଁ ପୂର୍ବରୁ କହିଲି ଅମ୍ଳ କ'ଣ କରେ କ୍ଷାର ସହିତ ଯେତେବେଳେ ପ୍ରତିକ୍ରିୟା କରେ, କ୍ଷାରକ ସହିତ ପ୍ରତିକ୍ରିୟା କରି ଆମକୁ କ'ଣ ଦେଇଥିଲା ନା ଲବଣ ଦେଉଥିଲା ବା ସଲ୍ଟ ଦେଉଥିଲା, ଆଉ କ'ଣ ଦେଉଥିଲା ଜଳ ଦେଉଥିଲା। ଠିକ୍ ଅଛି। ଯଦି ଏଠି ସେମିତି ଲେଖା ହେଇଛି ଅମ୍ଳ ଓ କ୍ଷାର ପରସ୍ପର ମଧ୍ୟରେ ପ୍ରତିକ୍ରିୟା କରି ଲବଣ ଓ ଜଳ ସୃଷ୍ଟି କରନ୍ତି, ଏହାକୁ କ'ଣ କୁହାଗଲା ନା ପ୍ରଶମନୀକରଣ କୁହାଗଲା। ଏଇଟା ପରେ ବୁଝିବା ପ୍ରଶମନୀକରଣ କ'ଣ। ପ୍ରଥମେ ଦେଖିବା ଗୋଟେ ଏକ୍ଜାମ୍ପଲ୍ ଆମେ ନେବା। ଠିକ୍ ଅଛି। ଏକ୍ଜାମ୍ପଲ୍ ନେବା ଯଦି ଗୋଟେ ଅମ୍ଳର ଗୋଟେ ଏକ୍ଜାମ୍ପଲ୍ ନେବି ହାଇଡ୍ରୋକ୍ଲୋରିକ୍ ଏସିଡ୍ ବା HCl। ଅମ୍ଳର କ୍ଷାର ହେଇଗଲା, ଅମ୍ଳର ଗୋଟେ ଏକ୍ଜାମ୍ପଲ୍ ନେବି HCl। କ୍ଷାରକର ଗୋଟେ ଏକ୍ଜାମ୍ପଲ୍ ନେବି କ'ଣ ନା ସୋଡ଼ିୟମ୍ ହାଇଡ୍ରୋକ୍ସାଇଡ୍। ଗୋଟେ ସିମ୍ପଲ୍ ଏକ୍ଜାମ୍ପଲ୍ ସୋଡ଼ିୟମ୍ ହାଇଡ୍ରୋକ୍ସାଇଡ୍। ତା ମାନେ ଆମକୁ ଏଠି କ'ଣ ମିଳିବ ଗୋଟେ ଲବଣ ମିଳୁଛି, ଲବଣ ଆମକୁ କ'ଣ ମିଳୁଛି ନା NaCl ସୋଡ଼ିୟମ୍ କ୍ଲୋରାଇଡ୍ ମିଳୁଛି, ଖାଇବା ଲୁଣ ମିଳୁଛି। ଦେନ୍ କ'ଣ ସୃଷ୍ଟି ହେଉଛି ନା H2O ସୃଷ୍ଟି ହେଉଛି। ତା ମାନେ ଏଠି କ'ଣ ହେଉଛି ଆମର ଯେଉଁ ଅମ୍ଳୀୟ ଏଇଟା ଅଛି କୋଉଟା HCl ଟା, ଆମର HCl ଟା କ'ଣ ଅମ୍ଳୀୟ, ଏଟା କ'ଣ ଗୋଟେ କ୍ଷାରୀୟ ଧର୍ମ ଦେଖଉଛି, ଅମ୍ଳୀୟ ଧର୍ମ, ଏଟା କ'ଣ ଦେଖୁଛି ନା କ୍ଷାରୀୟ ଧର୍ମ ଦେଖୁଛି। ଏମାନେ କ'ଣ ହଉଛନ୍ତି ଯେତେବେଳେ ରିଆକ୍ଟ କରୁଛନ୍ତି ପରସ୍ପର ମଧ୍ୟରେ, ଏମାନେ ଉଭୟଙ୍କୁ ମାନେ କାଟିକି ତାଙ୍କ ଧର୍ମ କାଟିକି ସେ କ'ଣ ଦେଉଛନ୍ତି ଲବଣ ସୃଷ୍ଟି କରୁଛନ୍ତି। ଠିକ୍ ଅଛି। ଲବଣ ନା କ୍ଷାରୀୟ ନା ଅମ୍ଳୀୟ, ଲବଣ ମାନେ ଲୁଣିଆ। ଠିକ୍ ଅଛି, ଲୁଣି ଜିନିଷ, ନା କ୍ଷାରୀୟ ନା ଅମ୍ଳୀୟ। ତେଣୁକରି ଏଇଭଳିଆ ମାନେ କ'ଣ କରୁଛନ୍ତି ସେମାନେ ନା ଅମ୍ଳ ଓ କ୍ଷାର ପରସ୍ପର ନିଜର ପ୍ରଭାବକୁ କ'ଣ କରୁଛନ୍ତି ନିଷ୍ଫଳ କରୁଛନ୍ତି, ମାନେ ପରସ୍ପର ନିଜର ପ୍ରଭାବକୁ ନଷ୍ଟ କରିଦେଲେ। ତା ମାନେ ଏଇ ଯେଉଁ ପ୍ରକ୍ରିୟାକୁ ଆମେ କ'ଣ କହିଲେ ଜାଣିଛ ପ୍ରଶମନୀକରଣ କୁହାଯାଏ। ଯେଉଁଥିରେ କ'ଣ ହୁଏ ଅମ୍ଳ ନିଜର ଧର୍ମ ହରାଏ, ଆଉ କ'ଣ ହୁଏ ନା କ୍ଷାରକ ନିଜର ଧର୍ମ ହରାଏ। ଠିକ୍ ଅଛି। କ୍ଷାରକ ଆଉ ଅମ୍ଳ ନିଜର ଧର୍ମ ହରାଇଥାନ୍ତି ଏଥିରେ। ତାହେଲେ ସେଇ ପ୍ରତିକ୍ରିୟାକୁ କ'ଣ କୁହାଯାଏ ନା ପ୍ରଶମନୀକରଣ କୁହାଯାଏ। ଏଟା ଗୋଟେ ସର୍ଟ କୋଶ୍ଚିନ୍। ଠିକ୍ ଅଛି। ଯଦି ସର୍ଟ କୋଶ୍ଚିନ୍ ପଡ଼ିବ ଏଇଟା ପରୀକ୍ଷାରେ, ତାମାନେ କ'ଣ ଲେଖିପାରିବ ସେଠି ନା ଅମ୍ଳ ଯେଉଁ ପ୍ରତିକ୍ରିୟାରେ ଅମ୍ଳ ଓ କ୍ଷାରକ ନିଜ ମାନେ ପରସ୍ପର ମଧ୍ୟରେ ପ୍ରତିକ୍ରିୟା କରି ନିଜର ମାନେ ଅମ୍ଳୀୟ ପ୍ରଭାବ ଆଉ କ୍ଷାରୀୟ ପ୍ରଭାବକୁ ହରାଇଥାନ୍ତି, ସେହି ପ୍ରତିକ୍ରିୟାକୁ କ'ଣ କୁହାଗଲା ନା ପ୍ରଶମନୀକରଣ କୁହାଗଲା। ଯେମିତିକି ଏଇ ଏକ୍ଜାମ୍ପଲ୍ ଦେଇପାରିବ ହାଇଡ୍ରୋକ୍ଲୋରିକ୍ ଏସିଡ୍ ଆଉ ସୋଡ଼ିୟମ୍ ହାଇଡ୍ରୋକ୍ସାଇଡ୍ ମିଶି କ'ଣ ଦେଇଛି ନା ସୋଡ଼ିୟମ୍ କ୍ଲୋରାଇଡ୍ ଆଉ H2O ଜଳ ଦେଇଛନ୍ତି। ଠିକ୍ ଅଛି। ଏଇଟା କ'ଣ କଲା ନା ପ୍ରଶମନୀକରଣ କୁହାଗଲା। ଏଟା ବି ଗୋଟେ ଇମ୍ପୋର୍ଟାଣ୍ଟ କୋଶ୍ଚିନ୍। ଦେନ୍ ଏବେ ଦେଖିବା ଆଉ ଗୋଟେ ଧର୍ମ ବିଷୟରେ, କ'ଣ ନା ଧାତବ ଅକ୍ସାଇଡ୍ ଆଉ ଅମ୍ଳ ମଧ୍ୟରେ କ'ଣ ନା ପ୍ରତିକ୍ରିୟା ଦେଖିବା ବର୍ତ୍ତମାନ। ତାହେଲେ ପ୍ରଥମେ ଆମେ କ'ଣ ଲେଖା ହେଇଛି ଏଠି ନା ଧାତବ ଅକ୍ସାଇଡ୍ ସହ ଅମ୍ଳ ପ୍ରତିକ୍ରିୟା କରି କ'ଣ କରେ ନା ଲବଣ ଆଉ ଜଳ ସୃଷ୍ଟି କରେ। ଠିକ୍ ଅଛି। କ'ଣ ଲେଖିଛି ନା ଧାତବ ଅକ୍ସାଇଡ୍ ସହିତ
ମାନେ ଅମ୍ଳ ପ୍ରତିକ୍ରିୟା କରି କ'ଣ ଦିଏ? ଲବଣ ଆଉ ଜଳ ଦେଇଥାଏ। ଠିକ୍ ଅଛି। ତାମାନେ ଯଦି ଗୋଟେ ଏକ୍ଜାମ୍ପଲ୍ ନେବି ଧାତବ ଅକ୍ସାଇଡ୍ ମାନେ ଧାତୁର ଅକ୍ସାଇଡ୍, ଠିକ୍ ଅଛି। ମୁଁ ଯେମିତି କହିଥିଲି ZnO ମାନେ ଜିଙ୍କ୍ ଅକ୍ସାଇଡ୍ କହିଥିଲି, କ'ଣ ପାଇଁ କହିଥିଲି? ସେଇଟା ଅମ୍ଳଜାନ ସହିତ ପ୍ରତିକ୍ରିୟା କରି ଯୋଉ ମାନେ ଧାତୁ କ'ଣ କରିଥିଲା ନା ଅମ୍ଳଜାନ ସହ ପ୍ରତିକ୍ରିୟା କରି କ'ଣ ଦେଇଥିଲା ନା ସେ ଧାତବ ଅକ୍ସାଇଡ୍ ଦିଏ। ଠିକ୍ ଅଛି। ଅକ୍ସାଇଡ୍ ମାନେ ଧାତବ ଅକ୍ସାଇଡ୍ ଦିଏ। ତାହେଲେ ଯଦି ମୁଁ ଗୋଟେ ଧାତୁ ନଉଛି କ'ଣ ନା କ୍ୟାଲସିୟମ୍ ନେଲି। କ୍ୟାଲସିୟମକୁ ଅମ୍ଳଜାନ ସହିତ ରିଆକ୍ଟ କଲେ ସେଟା ଆମକୁ କ'ଣ ଦିଏ ନା କ୍ୟାଲସିୟମ୍ ଅକ୍ସାଇଡ୍ ଦେଇଥାଏ। ଠିକ୍ ଅଛି। କ୍ୟାଲସିୟମ୍ ଅକ୍ସାଇଡ୍। କ୍ୟାଲସିୟମ୍ ଅକ୍ସାଇଡ୍ ଦେଇଥାଏ। କ୍ୟାଲସିୟମ୍ ଅକ୍ସାଇଡ୍ ସହିତ ଗୋଟେ ଅମ୍ଳ ନେବି, ହାଇଡ୍ରୋକ୍ଲୋରିକ୍ ଏସିଡ୍ ନେଉଛି, ସିମ୍ପଲ୍ ଅମ୍ଳ ମାନେ HCl। ଠିକ୍ ଅଛି। ଏଇଟା ଯେତେବେଳେ ପରସ୍ପର ମଧ୍ୟରେ ରିଆକ୍ଟ କରୁଛନ୍ତି, ସେ କ'ଣ ଦେଉଛନ୍ତି ନା ଗୋଟେ ଲବଣ ଦେଉଛନ୍ତି। କ'ଣ ଦେଉଛନ୍ତି? କ୍ୟାଲସିୟମ୍ କ୍ଲୋରାଇଡ୍ ଦେଉଛନ୍ତି, CaCl2। ତାପରେ କ'ଣ ଦେଉଛନ୍ତି? H2O ଦେଉଛନ୍ତି, ଜଳ ଦେଉଛନ୍ତି। ଠିକ୍ ଅଛି। ତାହେଲେ ଏଠି କ'ଣ ହେଉଛି ନା ଧାତବ ଅକ୍ସାଇଡ୍ ଯୋଉଟା ଆମର କ'ଣ କ୍ୟାଲସିୟମ୍ ଅକ୍ସାଇଡ୍ ଅଛି, ସିଏ ଅମ୍ଳ ସହିତ ପ୍ରତିକ୍ରିୟା କରି ଲବଣ ଦେଉଛି, ଆଉ କ'ଣ ଦେଉଛି ନା ଜଳ ଦେଉଛି, ଜଳ ସୃଷ୍ଟି କରୁଛି। ତାହେଲେ ପୂର୍ବରୁ ଯେମିତି ଆମେ ଦେଖିଲେ ଅମ୍ଳ ଆଉ କ'ଣ ଟିକେ ଓଲଟା ଲେଖିଲେ କ୍ଷାରକ ଯୁକ୍ତ ଅମ୍ଳ। କ୍ଷାରକ ଅମ୍ଳ ଯେତେବେଳେ ପ୍ରତିକ୍ରିୟା କରୁଥିଲା ଆମେ କ'ଣ ଦେଉଥିଲେ ନା ଲବଣ ଆଉ କ'ଣ ଦେଉଥିଲେ ନା ଜଳ ଦେଉଥିଲେ। ଏଠି ବି ସେମ୍ ଟୁ ସେମ୍ କ'ଣ ଦେଇଛି ନା ଯଦି ଧାତବ ଅକ୍ସାଇଡ୍ ପ୍ରତିକ୍ରିୟା କରୁଛି ଅମ୍ଳ ସହିତ, ଏଠି ଆମେ କ'ଣ ଲବଣ ଓ ଜଳ ଦେଉଛୁ। ତାମାନେ ଅମ୍ଳ ଯଦି ମୁଁ ଏଠି ପ୍ରେଜେଣ୍ଟ କରୁଛି କ'ଣ HCl କୁ ପ୍ରେଜେଣ୍ଟ କରୁଛି, ଲବଣ ଯଦି ମାନେ ସେମିତି ClCl2 କୁ ପ୍ରେଜେଣ୍ଟ କରୁଛି, H2O ମାନେ ଜଳ ପ୍ରେଜେଣ୍ଟ କରୁଛି, ତାମାନେ ଏଠି ଆମର ବାକି କ'ଣ ରହୁଛି? ଗୋଟେ କିଛି କ୍ଷାର ବାକି ରହୁଛି, ଯୋଉଟା କି ରିଆକ୍ଟ କରି ଅମ୍ଳ ସହିତ କ'ଣ କରୁଛି ନା କ୍ୟାଲସିୟମ୍ କ୍ଲୋରାଇଡ୍ ଦେଇଛି। ତାହେଲେ କ୍ଷାରକ କୋଉଟା ଆମର ନେଇଛୁ ଆମେ ଏଠି ନା କ୍ୟାଲସିୟମ୍ ଅକ୍ସାଇଡ୍। ତାମାନେ ଆମେ ଏମିତି କହିପାରିବା କି ଧାତବ ଅକ୍ସାଇଡ୍ ଗୁଡ଼ିକ କ୍ଷାରୀୟ ଧର୍ମ ପ୍ରଦାନ କରନ୍ତି। ଆମେ ଏମିତି କହିପାରିବେ କି ନାହିଁ ଧାତବ ଅକ୍ସାଇଡ୍ ଗୁଡ଼ିକ କ'ଣ କରନ୍ତି ନା କ୍ଷାରୀୟ ଧର୍ମ ପ୍ରଦାନ କରନ୍ତି। କାରଣ ଯେମିତି ମାନେ ଆମର କ'ଣ ଅମ୍ଳ କ୍ଷାର ସହିତ ପ୍ରତିକ୍ରିୟା କଲେ ଯେମିତି ଆମକୁ ଲବଣ ଜଳ ମିଳେ, ସେମିତି ଧାତବ ଅକ୍ସାଇଡ୍ ଯଦି ଅମ୍ଳ ସହିତ ପ୍ରତିକ୍ରିୟା କରୁଛି ଆମକୁ କ'ଣ ମିଳୁଛି? ଲବଣ ଜଳ ମିଳୁଛି। ତେଣୁକରି ନା କ୍ୟାଲସିୟମ୍ ଅକ୍ସାଇଡ୍ଟା ଆମର କ'ଣ ଗୋଟେ କ୍ଷାର ଆମେ ଧରିପାରିବା କି ନାହିଁ? କ୍ଷାରକ ବୋଲି ଧରିପାରିବା। ତେଣୁକରି ସମସ୍ତ ଧାତବ ଅକ୍ସାଇଡ୍, ଠିକ୍ ଅଛି, ଧାତବ ଅକ୍ସାଇଡ୍ କୋଉ ଧର୍ମ ଦେଖାନ୍ତି? କ୍ଷାରୀୟ ଧର୍ମ ଦେଖାଇଥାନ୍ତି। ଠିକ୍ ଅଛି। ବର୍ତ୍ତମାନ ଆମେ ଆଉ ଗୋଟେ ଧର୍ମ ପଢ଼ିବା କ'ଣ? ସେଇଟା କ'ଣ ପଢ଼ିବା ନା ଅଧାତବ ଅକ୍ସାଇଡ୍ ସହିତ କ୍ଷାରର ପ୍ରତିକ୍ରିୟା। ଠିକ୍ ଅଛି। ଆମେ ଦେଖିଲେ କ'ଣ ଧାତବ ଅକ୍ସାଇଡ୍ ସହିତ ଅମ୍ଳର ପ୍ରତିକ୍ରିୟା ଦେଖିଲେ, ଏବେ ଦେଖିବା କ'ଣ ନା ଅଧାତବ ଅକ୍ସାଇଡ୍ ସହିତ କ୍ଷାରର ପ୍ରତିକ୍ରିୟା। ତାହେଲେ କ'ଣ ଲେଖା ହେଇଛି ନା ମାନେ ଅଧାତବ ଅକ୍ସାଇଡ୍ କ୍ଷାରକ ସହିତ ପ୍ରତିକ୍ରିୟା କରି ଲବଣ ଓ ଜଳ ସୃଷ୍ଟି କରନ୍ତି। କ'ଣ ଦେଇଛି ନା ଅଧାତବ ଅକ୍ସାଇଡ୍ ଯେତେବେଳେ କ୍ଷାରକ ସହିତ ପ୍ରତିକ୍ରିୟା କରୁଛନ୍ତି କ'ଣ ଦଉଛି ନା ଲବଣ ଓ ଜଳ ଦଉଛି। ତାମାନେ ଯଦି ଗୋଟେ ଅଧାତବ ଅକ୍ସାଇଡ୍ ନେବା, ସେମିତି ଗୋଟେ ଅଧାତୁର ଆମେ ଗୋଟେ କ'ଣ ଅକ୍ସାଇଡ୍ ନେଉଛେ, କାର୍ବନଟା ଗୋଟେ ଅଧାତୁ କି ନାହିଁ, କାର୍ବନ ଯେତେବେଳେ ଅମ୍ଳଜାନ ସହିତ ରିଆକ୍ସନ୍ କରୁଛି ସେ କ'ଣ ଦେଉଛି? କାର୍ବନ ଡାଇଅକ୍ସାଇଡ୍ ଦେଉଛି। ତାମାନେ ଏଟା ଗୋଟେ କ'ଣ ଅଧାତବ ଅକ୍ସାଇଡ୍ ହେଲା, କାର୍ବନ ଡାଇଅକ୍ସାଇଡ୍। ଏଇଟା ଗୋଟେ ଅଧାତବ ଅକ୍ସାଇଡ୍। ସେ କ'ଣ କରୁଛି? କ୍ଷାରକ ସହିତ ପ୍ରତିକ୍ରିୟା କରୁଛି। କ୍ଷାରକ ଯଦି ଆମେ ନେବା ଯଦି ସୋଡ଼ିୟମ ହାଇଡ୍ରୋକ୍ସାଇଡ୍, ଯେମିତି କ୍ଷାରକ ଆମେ ପୂର୍ବରୁ ନେଉଛେ, ସୋଡ଼ିୟମ ହାଇଡ୍ରୋକ୍ସାଇଡ୍ ଯଦି କ୍ଷାରକ ଆମେ ନେବା, ସେ କ'ଣ କରିବ? ପ୍ରତିକ୍ରିୟା କରି କ'ଣ ସୃଷ୍ଟି କରିବ? ସୋଡ଼ିୟମ କାର୍ବୋନେଟ୍ ସୃଷ୍ଟି କରିବ। ଠିକ୍ ଅଛି। ସୋଡ଼ିୟମ କାର୍ବୋନେଟ୍
କ'ଣ କରିବ ନା ସୋଡ଼ିୟମ କାର୍ବୋନେଟ୍ ସୃଷ୍ଟି କରିବ। ତା ସହିତ କ'ଣ ସୃଷ୍ଟି କରିବ ନା ଜଳ ସୃଷ୍ଟି କରିବ, H2O। ଠିକ୍ ଅଛି, ଜଳ ସୃଷ୍ଟି କରିବ। ତେଣୁକରି ଯଦି ଟିକେ ଏଠି ଲକ୍ଷ୍ୟ କରିବ, ମୁଁ ପୂର୍ବରୁ କ'ଣ କହିଥିଲି, ଧାତବ ଅକ୍ସାଇଡ୍ ଗୁଡ଼ିକ କ'ଣ କରନ୍ତି ନା କ୍ଷାରୀୟ ଧର୍ମ ପ୍ରଦାନ ମାନେ କ'ଣ ଦେଖେଇଥାନ୍ତି। କ'ଣ ପାଇଁ ନା ଧାତବ ଅକ୍ସାଇଡ୍ ଯେତେବେଳେ ଅମ୍ଳ ସହିତ ରିଆକ୍ସନ୍ କରିବ ସେ କ'ଣ ଦେଉଥିଲା, ଲବଣ ଓ ଜଳ ଦେଉଥିଲା। ଏଠି ବି ଯଦି ଟିକେ ଲକ୍ଷ୍ୟ କରିବ, ମୁଁ କ'ଣ କହିଥିଲି ନା ଅମ୍ଳ ଯେତେବେଳେ କ୍ଷାର ସହିତ ପ୍ରତିକ୍ରିୟା କରେ କ'ଣ ଦିଏ ନା ଲବଣ ଦିଏ, ଆଉ କ'ଣ ଦିଏ, ଜଳ ଦିଏ। ଯଦି ଏଠି ଟିକେ ଲକ୍ଷ୍ୟ କରିବ NaOH ମାନେ ସୋଡ଼ିୟମ ହାଇଡ୍ରୋକ୍ସାଇଡ୍, ଆମର ଏଠି କ'ଣ ଅଛି, କ୍ଷାରକ ଅଛି। ଆମକୁ ଏଠି ଲବଣ କ'ଣ ମିଳିଛି ନା ସୋଡ଼ିୟମ କାର୍ବୋନେଟ୍ ମିଳିଛି, ଆଉ କ'ଣ ମିଳିଛି ନା ଜଳ ମିଳିଛି। ଆମର ଏଠି ମିସିଂ କ'ଣ ରହିଛି, ଆମର ଏଠି କ'ଣ ମିସିଂ ଅଛି, ଗୋଟେ ଅମ୍ଳ ମିସିଂ ଅଛି। ଠିକ୍ ଅଛି, ଗୋଟେ ଅମ୍ଳ ଏଠି ମିସିଂ ଅଛି। ଏଠି କ'ଣ ଅମ୍ଳ ଯଦି ସୋଡ଼ିୟମ ହାଇଡ୍ରୋକ୍ସାଇଡ୍ରେ ମିଶାଇବା ତାହେଲେ ଆମକୁ କ'ଣ ମିଳିବ ନା ସୋଡ଼ିୟମ କାର୍ବୋନେଟ୍ ମିଳିବ ପ୍ଲସ୍ ଜଳ ମିଳିବ। ଏଠି ଯେଉଁ ଅମ୍ଳ ମିସିଂ ଅଛି ସେଇ ଜାଗାରେ ଯଦି ମୁଁ CO2 ଲେଖିଦେଉଛି, କାର୍ବନ ଡାଇଅକ୍ସାଇଡ୍ ଲେଖିଦେଉଛି, ସିଏ ଆମକୁ କ'ଣ ଦେବ, ଗୋଟେ ଲବଣ ଦେଉଛି ଆଉ ଗୋଟେ ଜଳ ଦେଉଛି। ତା ମାନେ ଏଠି ମୁଁ ସୋଡ଼ିୟମ ମାନେ ଆମର କାର୍ବନ ଡାଇଅକ୍ସାଇଡ୍ ଗୋଟେ ଅମ୍ଳ ଭାବରେ ବ୍ୟବହାର କଲି। କ'ଣ କଲି ନା ଗୋଟେ ଅମ୍ଳ ଭାବରେ ବ୍ୟବହାର କଲି। ତା ମାନେ ଅଧାତବ ଅକ୍ସାଇଡ୍ ଗୁଡ଼ିକ କେଉଁ ଧର୍ମ ଦେଖାନ୍ତି, ଅମ୍ଳୀୟ ଧର୍ମ ଦେଖାନ୍ତି ବୋଲି ମାନେ ଏଇଟା ପ୍ରୁଫ୍ ହେଇଗଲା। କ'ଣ ଏଠି ଅଧାତବ ଅକ୍ସାଇଡ୍ ଗୁଡ଼ିକ ଅମ୍ଳୀୟ ଧର୍ମ ଦେଖେଇଥାନ୍ତି। ଅଧାତବ ଅମ୍ଳୀୟ ଧର୍ମ ଦେଖାନ୍ତି ବୋଲି ଏଠୁ ଆମର ପ୍ରୁଫ୍ ହେଇଗଲା। ଠିକ୍ ଅଛି, ତେଣୁକରି ଏଟାକୁ ଆମେ ବି ଗୋଟେ ପ୍ରଶମନୀକରଣ ରିଆକ୍ସନ୍ କହିପାରିବା କି ନାହିଁ। ମୁଁ କ'ଣ କହିଥିଲି, ପ୍ରଶମନୀକରଣ କ'ଣ କହିଥିଲି, ପ୍ରଶମନୀକରଣ ରିଆକ୍ସନରେ କ'ଣ କହିଥିଲି, ଅମ୍ଳ କ'ଣ ହେଉଥିଲା, ନଷ୍ଟ ହେଇଯାଉଥିଲା, କ୍ଷାର ବି ନଷ୍ଟ ହେଇଯାଉଥିଲା। କ'ଣ ଦେଉଥିଲା ନା ଲବଣ ମିଳୁଥିଲା। ଏଠି ବି ସେମିତି କ'ଣ ହେଇଛି, ଏଠି ଅଧାତବ ଅକ୍ସାଇଡ୍ ଯେତେବେଳେ ମିଶିଛି କାହା ସହିତ, କ୍ଷାର ସହିତ ମିଶିଛି, ଆମକୁ କ'ଣ ଦେଇଛି, ଲବଣ ଆଉ ଜଳ ଦେଉଛି। ତାମାନେ ନିଜ ନିଜର ଧର୍ମକୁ ମାନେ ସେମାନେ ହରଉଛନ୍ତି। ତାମାନେ ଏଟା ବି ଗୋଟେ କ'ଣ, ଗୋଟେ ପ୍ରଶମନୀକରଣ ରିଆକ୍ସନ୍ ମାନେ ନ୍ୟୁଟ୍ରାଲ୍ ରିଆକ୍ସନ୍ ଏଇଟା। ତାପରେ ଦେଖିବା ଆମେ କ'ଣ ଦେଖିବା, ଆଉ ଗୋଟେ ଧର୍ମ ବିଷୟରେ ଦେଖିବା, ସମସ୍ତ ଅମ୍ଳ ଓ କ୍ଷାର ମଧ୍ୟରେ ମାନେ ସମାନତା କ'ଣ ରହିଛି। ଠିକ୍ ଅଛି, ଅମ୍ଳ ଆଉ କ୍ଷାର ମଧ୍ୟରେ ସମାନତା କ'ଣ ରହିଛି। ମନେ ରଖିଥିବ, ଅମ୍ଳ ଆଉ କ୍ଷାର ଆମେ ଚିହ୍ନିବା କେମିତି। ଠିକ୍ ଅଛି, ଯଦି ଗୋଟେ ଏକ୍ଜାମ୍ପଲ୍ ମୁଁ ତୁମକୁ ଦେଖେଇବି, HCl ହାଇଡ୍ରୋକ୍ଲୋରିକ୍ ଏସିଡ୍ ଦେଖେଇବି, ସଲଫ୍ୟୁରିକ୍ ଏସିଡ୍, ଏମାନଙ୍କ ପ୍ରଥମର ଦେଖିପାରୁଥିବ ଗୋଟେ ହାଇଡ୍ରୋଜେନ୍ ଲାଗିଛି, ଦେଖିପାରୁଥିବ। ତାମାନେ ହାଇଡ୍ରୋଜେନ୍ ଲାଗିଥିବା ମାନେ କ'ଣ, ଯେଉଁ ଆମର ହାଇଡ୍ରୋଜେନ୍ ଲାଗିଥିବା କମ୍ପାଉଣ୍ଡ ଗୁଡ଼ିକ କ'ଣ ଆମର ନା ଅମ୍ଳୀୟ ଧର୍ମ ଦେଖାନ୍ତି। ମାନେ ସମସ୍ତ ମାନେ ସାଧାରଣତଃ ମାନେ କହୁଛି ମୁଁ ସମସ୍ତ ନୁହେଁ, ସାଧାରଣତଃ ହାଇଡ୍ରୋଜେନ୍ ଲାଗିଥିବା କମ୍ପାଉଣ୍ଡ ଗୁଡ଼ିକ କ'ଣ ଅମ୍ଳୀୟ ଧର୍ମ ଦେଖାଇଥାନ୍ତି। ଦେନ୍ ଯଦି କ୍ଷାରକ ଆମେ ଚିହ୍ନିବା, କ୍ଷାରକରେ କ'ଣ ଥାଏ, ଯେଉଁ ଗୋଟେ କ୍ଷାରକର ସେମିତି ଏକ୍ଜାମ୍ପଲ୍ ନେବି, NaOH ସୋଡ଼ିୟମ ହାଇଡ୍ରୋକ୍ସାଇଡ୍, ଆଉ କ'ଣ ନେବି, ପୋଟାସିୟମ ହାଇଡ୍ରୋକ୍ସାଇଡ୍, ଆଉ କ'ଣ ନେଇପାରିବି, ରୁବିଡ଼ିୟମ ହାଇଡ୍ରୋକ୍ସାଇଡ୍। ଏଠି ଗୋଟେ କମନ୍ ଜିନିଷ ଲକ୍ଷ୍ୟ କରୁଥିବ, ସମସ୍ତଙ୍କ ଶେଷରେ କ'ଣ ଲାଗିଛି, OH ଲାଗିଛି। ତାମାନେ OH ଦେଖିଲେ କ'ଣ କହିବ ତମେ, ଏଗୁଡ଼ିକ କ'ଣ କ୍ଷାର ବୋଲି ଜାଣିପାରିବା। ମାନେ ସାଧାରଣତଃ ଗୋଟେ ମାନେ ଜଷ୍ଟ ଫର୍ ନଲେଜ୍। ଠିକ୍ ଅଛି, ଏଇଟା ମୁଁ କହିଲି। ଦେନ୍ ତାହେଲେ ଏବେ ପଢ଼ିବା କ'ଣ ନା ସମାନତା କ'ଣ ଏମାନଙ୍କ ବିଷୟରେ। ମନେ ରଖିଥିବ,
ଅମ୍ଳ ଆଉ କ୍ଷାରରେ ବୋଥରେ କ'ଣ ଥାଏ, ସମସ୍ତେ ନିଜ ନିଜ ମାନେ ଆୟନ ଦ୍ୱାରା ମାନେ କ'ଣ ଗଠନ ହେଇଥାନ୍ତି। ସେଥିପାଇଁ ଏମାନେ କ'ଣ ହେଇଛି ନା ଏସିଡରେ କ'ଣ ଥାଏ, ମାନେ ଏସିଡ୍ ଆଉ ବେସ୍ କୋଉଥିରେ ଗଠନ ହେଇଛନ୍ତି ନା ଆୟନ୍ସରେ ଗଠନ ହେଇଛନ୍ତି। ଠିକ ଅଛି, ଆୟନ ମାନେ ଯୋଡ଼ି ହେବା ଦ୍ୱାରା ଏମାନେ ଗଠନ ହେଇଛନ୍ତି। ଆଉ ଏସିଡ୍ କେମିତି ଗଢ଼ା ହେଇଛି ଜାଣ। ଏସିଡ୍ ମୁଖ୍ୟତଃ ହାଇଡ୍ରୋଜେନ୍ ଆୟନ ବା H+ ଆୟନ, ଠିକ ଅଛି। H+ ଆୟନ ଯେତେବେଳେ ଅଧାତବ ଆନାୟନ କାଟାୟନ କ'ଣ ଜାଣିଥିବ, ଆନାୟନ ହେଉଛି ପୁରା ମାଇନସ୍ ଚାର୍ଜ ଯୋଉ ଆୟନ ଯୋଉଟା, ଠିକ ଅଛି। ଅଧାତବ ଆନାୟନ ସହିତ ଯେତେବେଳେ ମାନେ ଯୋଡ଼ି ହବ, ସେ କ'ଣ ଦେଉଛି ନା ଏସିଡ୍ ଦେଉଛି, ଠିକ ଅଛି। ଏସିଡ୍ ସାଧାରଣତଃ ମାନେ ହାଇଡ୍ରୋଜେନ୍ ବା H+ ଆୟନ ଆଉ ଅଧାତବ ଆନାୟନ ସହିତ ମାନେ ରିଆକ୍ଟ କରି ଆମକୁ ଏସିଡ୍ ମିଳୁଛି। ଅଧାତବ ଆନାୟନ କିଛି ଦେଖିବା, ଅଧାତବ ଆନାୟନ ଏଠି ଆମେ ଦେଖିବା କ୍ଲୋରିନ୍ Cl-, SO4-, NO3-, ଠିକ ଅଛି। ଏମାନେ ହେଉଛନ୍ତି କ'ଣ ନା ଅଧାତବ ଆନାୟନ। ଏମାନେ ଯେତେବେଳେ ଏସିଡ୍ ଫର୍ମେସନ୍ କରିବେ, ଯେତେବେଳେ H+ ଆୟନ ଏମାନଙ୍କ ସହିତ ମିଶିବ, ମାନେ ଏସିଡ୍ ଫର୍ମେସନ୍ କରିବେ, ଏମାନେ କ'ଣ କରିବେ HCl, ଠିକ ଅଛି। H+, Cl-, H2SO4 ସଲଫ୍ୟୁରିକ ଏସିଡ୍ ହେଲା। ଆଉ କ'ଣ ଥିବ, ଆମେ ଆଉ ଗୋଟେ ବି ଚାହିଁଲେ ନେଇପାରିବା କ'ଣ ନା ଅଧାତବ ଆନାୟନ ଯୋଉଟା ମୁଁ କହିଲି, ଠିକ ଅଛି। ଅଧାତବ ଆନାୟନ କୋଉଠି, ଏଠି ଅଧାତବ ଆନାୟନ କ'ଣ ଓ ମାନେ NO3 ଅଛି ମାଇନସ୍। ଏଠି ଯଦି ମୁଁ ପୋଟାସିୟମ ନେଉଛି, ପୋଟାସିୟମ ଏମାନେ କ'ଣ ସୃଷ୍ଟି କରିବେ, ପୋଟାସିୟମ ନାଇଟ୍ରେଟ୍ ସୃଷ୍ଟି କରିବେ, ଠିକ ଅଛି। ଏଠି କ'ଣ ନା K+NO3। ସେମିତି ମାନେ ଆମର ବାଧ୍ୟ ନୁହଁ କି ସବୁ H+ ଆୟନ ଯୋଉ ଧରିଥିବ ସେମାନେ ହିଁ ମାନେ କେବଳ ସେମାନେ ହିଁ ଏସିଡ୍ ହେବେ, ସେମିତି କିଛି ବାଧ୍ୟ ନାହିଁ। ସାଧାରଣତଃ ମୁଁ କହୁଛି, ସାଧାରଣ କ୍ଷେତ୍ରରେ H+ ଆୟନ ଯୋଉଠି ଥାଏ ସେମାନଙ୍କୁ ଏସିଡ୍ କୁହାଯାଏ। ସାଧାରଣ କ୍ଷେତ୍ରରେ H+ ମାନେ ଏଠି ଦେଖିବ ତ ପୋଟାସିୟମ ନାଇଟ୍ରେଟ୍, ଠିକ ଅଛି। ପୋଟାସିୟମ ନାଇଟ୍ରେଟ୍ ଗୋଟେ ଆମର କ'ଣ, ଏଟା ଗୋଟେ ମାନେ ଏସିଡ୍, କିନ୍ତୁ ଏଠି କ'ଣ ଅଛି, H+ ଅଛି କି, ଏଠି କ'ଣ K+ ଅଛି। ତେଣୁକରି ସେମିତି କିଛି ବାଧ୍ୟ ନାହିଁ, ଠିକ ଅଛି। ତାହେଲେ ଆମେ କ'ଣ ଦେଖିଲେ ନା ଅଧାତବ ଆନାୟନ ଆଉ କ'ଣ ମିଶିଲା ନା H+ ଆୟନ ମିଶିକିନା କ'ଣ ଦଉଥିଲେ ନା ଆମର ଏସିଡ୍ ସୃଷ୍ଟି କରୁଥିଲେ। ଦେନ୍ ସେମିତି ଯଦି ବେସ୍ କଥା ଦେଖିବା, ମାନେ କ୍ଷାର କଥା ଦେଖିବା, କ୍ଷାର କେମିତି ସୃଷ୍ଟି ହେଉଛି, ନା ହାଇଡ୍ରୋକ୍ସିଲ୍ ଆୟନ, ଠିକ ଅଛି। ଯୋଉଟା ମୁଁ କହିଲି OH- ଆୟନ, ହାଇଡ୍ରୋକ୍ସିଲ୍ ଆୟନ ଯେତେବେଳେ ମିଶୁଛି କାହା ସହିତ ନା ଧାତବ କାଟାୟନ ସହିତ ମିଶୁଛି। ତା ମାନେ ଆମର କ'ଣ ଧାତବ କାଟାୟନ ଜାଣିଛ କ'ଣ, ଯୋଉଟା ଆମର ଧାତବ ଯୁକ୍ତ ଆୟନ ଯୋଉଗୁଡ଼ାକ, ମାନେ ପ୍ଲସ୍ ଆୟନ ଯୋଉଗୁଡ଼ାକ, ତା ସହିତ ଯେତେବେଳେ ମିଶିବ ଆମକୁ କ'ଣ ଦେବ ନା କ୍ଷାର ସୃଷ୍ଟି କରିବ, ଠିକ ଅଛି। ଯଦି ମୁଁ କିଛି ଦେଖିବି ମାନେ କ୍ଷାର କ'ଣ କରୁଛି ନା ହାଇଡ୍ରୋକ୍ସିଲିକ୍ ଆୟନ ସହିତ ମିଶିକିନା କାହା ସହିତ ମିଶୁଛି ନା ଧାତବ କାଟାୟନ ସହିତ ରିଆକ୍ସନ କରି କ'ଣ ଦେଉଛି ନା କ୍ଷାର ସୃଷ୍ଟି କରୁଛି। ତାହେଲେ ଏଠି ଧାତବ କାଟାୟନ ଯଦି ମୁଁ ଦେଖିବି, ସୋଡ଼ିୟମ Na+, ପୋଟାସିୟମ K+, ରୁବିଡିୟମ ଗୋଟେ ଧାତୁ ଆମର Rb+ ଇତ୍ୟାଦି, ଏଥିରେ ମୁଁ ଯଦି ଦେଖିବି ବର୍ତ୍ତମାନ ଏମାନେ କ'ଣ ସୃଷ୍ଟି କରିବେ ନା ବେସ୍ ସୃଷ୍ଟି କରୁଛନ୍ତି। କେମିତି କ'ଣ ବେସ୍ ସୃଷ୍ଟି କରୁଛନ୍ତି, ଯେତେବେଳେ ଧାତବ ମାନେ କାଟାୟନ ଯେତେବେଳେ ମିଶୁଛନ୍ତି କାହା ସହିତ ନା କାର୍ବୋକ୍ସିଲିକ୍ ଯୋଉ ହାଇଡ୍ରୋକ୍ସିଲ୍ ଆୟନ ସହିତ ଯେତେବେଳେ ମିଶୁଛନ୍ତି, ତା ମାନେ NaOH-, Na+OH-, ଆଉ କ'ଣ ନା K+OH-, ପୋଟାସିୟମ ହାଇଡ୍ରୋକ୍ସାଇଡ୍, ସୋଡ଼ିୟମ ହାଇଡ୍ରୋକ୍ସାଇଡ୍, ସେମିତି ରୁବିଡିୟମ Rb+OH-, ରୁବିଡିୟମ ହାଇଡ୍ରୋକ୍ସାଇଡ୍। ସେମିତି ଏମାନେ କ'ଣ କରନ୍ତି ନା ଯେତେବେଳେ ମାନେ କ୍ଷାର କେମିତି କ୍ରିଏଟ୍ ହୁଏ ନା ଯେତେବେଳେ ହାଇଡ୍ରୋକ୍ସିଲ୍ ଆୟନ ଯେତେବେଳେ ଧାତବ କାଟାୟନ ସହିତ ରିଆକ୍ସନ କରେ, ସେତେବେଳେ ଆମର କ'ଣ ମିଳେ ନା କ୍ଷାର ମିଳେ, ଠିକ ଅଛି, ମାନେ କ୍ଷାର ମିଳିଥାଏ।
ଦେନ୍ କ'ଣ ହେଇଛି ଏମାନେ କ'ଣ କରନ୍ତି ଠିକ୍ ଅଛି ଏମାନେ ସମାନତା ଏମାନେ ଭିତରେ ତାହେଲେ କ'ଣ ରହିଲା ଏମାନଙ୍କ ଭିତରେ ସମାନତା ତାହେଲେ କ'ଣ ରହିଲା ଏମାନେ କ'ଣ କରନ୍ତି ଯେତେବେଳେ ଜଳରେ ମିଶିଯାଆନ୍ତି ଠିକ୍ ଅଛି ଜଳରେ ମିଶିଲେ ବୋଥ୍ ଯେତେବେଳେ ବେସ୍ ଆଉ ଏସିଡ୍ ବେସ୍ ଜଳରେ ମିଶିବ ସେଠି କ'ଣ ଜାଣିଛ ସେଟା ଭାଙ୍ଗିଯିବ ମାନେ ଯଦି ବେସ୍ କଥା କହିବି ମୁଁ Na ପ୍ଲସ୍ OH ମାଇନସ୍ ଯେତେବେଳେ ଜଳରେ ମିଶିବ ସେଠି କ'ଣ କରିବେ ସେମାନେ ଭାଙ୍ଗିକିନା କ'ଣ ଦେବେ Na ପ୍ଲସ୍ ଦେବେ OH ମାଇନସ୍ ଦେବେ ଜଳରେ ମିଶିଗଲେ ଆଉ ଯଦି ଏସିଡ୍ କଥା କହିବି ଏସିଡ୍ ବି କ'ଣ କରେ ଯଦି HCl ଜଳରେ ମିଶିଲେ H ପ୍ଲସ୍ ଦେବ Cl ମାଇନସ୍ ଦେବ ଠିକ୍ ଅଛି ଏମାନେ କ'ଣ କରନ୍ତି ସାଧାରଣତଃ ଜଳରେ ମିଶି ସାରିଲା ପରେ ବିଦ୍ୟୁତ ପରିବହନ କରିପାରନ୍ତି ଠିକ୍ ଅଛି HCl କୁ ଯଦି ଜଳରେ ମିଶେଇବି ଇଏ କ'ଣ କରିପାରିବ ନା ବିଦ୍ୟୁତ ପରିବହନ ଆଉ ଯଦି NaOH ସୋଡ଼ିୟମ ହାଇଡ୍ରୋକ୍ସାଇଡ୍ କି ବି ଜଳରେ ମିଶେଇ ପାରିବି ଇଏ ବି କ'ଣ କରିବ ନା ବିଦ୍ୟୁତ ପରିବହନ କରିପାରିବ ତାମାନେ ଏମାନେ କମନ୍ ଫ୍ୟାକ୍ଟର କ'ଣ ରହିଲା ଏମାନଙ୍କ ଭିତରେ ମାନେ କମନ୍ କ'ଣ ରହିଲା ଉଭୟଙ୍କ ମଧ୍ୟରେ ଏମାନେ ଯେତେବେଳେ ଜଳୀୟ ଦ୍ରବଣରେ ବିଦ୍ୟୁତ ପରିବହନ କରିପାରୁଛନ୍ତି କିନ୍ତୁ ମନେ ରଖିଥିବ ଆମର ଯେଉଁ ମିନେରାଲ ୱାଟର ଶୁଦ୍ଧ ଜଳ ଯେଉଁଟା ଏଟା ମାନେ ବିଦ୍ୟୁତ ପରିବହନ କରିପାରେନି କ'ଣ ପାଇଁ ଏଟା ଅମ୍ଳୀୟ ନୁହେଁ କି କ୍ଷାରୀୟ ନୁହେଁ ତେଣୁକରି ଆମର କ'ଣ ରହିଲା ଯଦି ବିଦ୍ୟୁତ ପରିବହନ କରିବ ଏସିଡ୍ ଯଦି ବିଦ୍ୟୁତ ପରିବହନ କରିବ ତାମାନେ ସିଏ କ'ଣ କରିବ H+ ଆୟନ ଆମର ସୃଷ୍ଟି କରିବା ଦରକାର ଆଉ ଯଦି କ୍ଷାର ବିଦ୍ୟୁତ ପରିବହନ କରିବ ତାମାନେ ଜଳରେ ସିଏ କ'ଣ କରିବ OH ମାଇନସ୍ ଆୟନକୁ ସୃଷ୍ଟି କରିବା ଦରକାର ତାପରେ ଯାଇକିନା କ'ଣ ହବ ନା ଯାଇ ବିଦ୍ୟୁତ ପରିବହନ ହେଇପାରିବ ମାନେ ଏମିତି ଯଦି ଗୋଟେ ମାନେ ଗୋଟେ ପାତ୍ର ନେଇଛି ମୁଁ ଏଗୁଡ଼ାକୁ ମୁଁ ଜଳ ନେଇଛି ଠିକ୍ ଅଛି କ'ଣ ନେଇଛି ନା H2O ସେଥିରେ ମୁଁ କ'ଣ ମିଶେଇଛି HCl ମିଶେଇଛି ଆଉ ମୁଁ କ'ଣ କରିଥିଲି H+ Cl ମାଇନସ୍ ଏମାନେ କ'ଣ କରନ୍ତି ମାନେ H+ କ'ଣ କରେ O ମାଇନସ୍ ଏଇଠି H+ O ମାଇନସ୍ H+ ଟା କ'ଣ କରେ O ମାଇନସ୍ ସହିତ ବଣ୍ଡ କରେ ଆଉ Cl ମାଇନସ୍ ଟା କ'ଣ କରିବ H+ ସହିତ ବଣ୍ଡ କରିବ ଦେନ୍ ଏଟା କ'ଣ କରିବ ସେଇଥିପାଇଁ ଏମାନେ କ'ଣ କରନ୍ତି ମାନେ ବିଦ୍ୟୁତ ପରିବହନ କରିପାରନ୍ତି ତେଣୁକରି ଆଉ ଗୋଟେ ଆମର ଟର୍ମ ଅଛି କ'ଣ ଜାଣିଛ ଆଲକାଲି ବୋଲି ଗୋଟେ ଟର୍ମ ଅଛି ଆଲକାଲି କ'ଣ ଯେଉଁ କ୍ଷାରକ ଗୁଡ଼ିକ ଜଳରେ ଦ୍ରବୀଭୂତ ହେଇଯାନ୍ତି ସେମାନଙ୍କୁ କ'ଣ କୁହାଯାଏ ନା ଆଲକାଲି କୁହାଯାଏ ସେମାନଙ୍କୁ ଆଲକାଲି କୁହାଯାଏ ଠିକ୍ ଅଛି ଯେଉଁମାନେ କ୍ଷାର ଗୁଡ଼ିକ ଜଳରେ ଦ୍ରବୀଭୂତ ହେଇଯିବେ ସେମାନଙ୍କୁ କ'ଣ କୁହାଯାଏ ନା ଆଲକାଲି କୁହାଯାଏ ଯଦି ବର୍ତ୍ତମାନ ମୁଁ ଗୋଟେ ଯଦି ପ୍ରଶମନୀକରଣ ରିଆକ୍ସନ୍ ଦେଖିବି ତାମାନେ ଅମ୍ଳ ଆଉ କ୍ଷାରକୁ ମିଶେଇ ଯେଉଁ ଲବଣର ଗୋଟେ ରିଆକ୍ସନ୍ ଦେଖିବି କ'ଣ HCl ପ୍ଲସ୍ NaOH ମୁଁ ଯେମିତି କହିଲି ଆମର ଏଇଟା ଅମ୍ଳ ଯେହେତୁ ଆମର କ'ଣ ଥିବ ନା ହାଇଡ୍ରୋଜେନ୍ ପ୍ଲସ୍ ଥିବ Cl ମାଇନସ୍ ଥିବ ଯେହେତୁ କ୍ଷାର ଏଇଟା Na ପ୍ଲସ୍ ଥିବ OH ମାଇନସ୍ ଥିବ ତେଣୁକରି ଆମକୁ ଏଠି ଲବଣ କ'ଣ ଦିଅନ୍ତି ନା NaCl ଦିଅନ୍ତି ଆଉ କ'ଣ ଦିଅନ୍ତି ନା H2O ଦିଅନ୍ତି ଏଠି କ'ଣ ହୁଏ ଯେଉଁ H2 NaCl ମାନେ ଆ କଥା କହିବି ଏଠି କ'ଣ ହୁଏ ମାନେ ଯେଉଁ ମାଇନସ୍ର ଆୟନ ଅଛି ଏଠି କ'ଣ ପ୍ଲସ୍ ଆୟନ ସହିତ ରିଆକ୍ସନ୍ କରି କ'ଣ କରେ ଗୋଟେ ବଣ୍ଡ କରିଦିଏ ସେଠି କ'ଣ ହୁଏ NaCl ଆମର କ'ଣ ହେଲା କ୍ରିଏଟ୍ ହେଲା ଆଉ H+ କ'ଣ କଲା ନା OH ମାଇନସ୍ ସହିତ ଯେଉଁ ବଣ୍ଡ କଲା ସେଠି କ'ଣ ହେଲା H2O ସୃଷ୍ଟି ହେଲା ସେଥିପାଇଁ ଆମର ଯେଉଁ ଲୁଣ ପାଣି ଅଛି ଲୁଣ ପାଣିରେ କ'ଣ ଥାଏ
Na ପ୍ଲସ୍ ଥାଏ Cl ମାଇନସ୍, ଠିକ୍ ଅଛି। ସେଥିପାଇଁ ଆମର ଯେଉଁ ଦୁଇଟା ଆୟନ ଅଛନ୍ତି ଏଗୁଡ଼ିକ Na ପ୍ଲସ୍ Cl ମାଇନସ୍, ସେଥିପାଇଁ ଲୁଣ ପାଣି ଯେତେବେଳେ ପାଣିରେ ମିଶାଯାଏ ସେ ବି କ'ଣ କରେ, ଭାଙ୍ଗିଯାଏ, ସେଠି କ'ଣ କରେ Na ପ୍ଲସ୍ ଦେବ Cl ମାଇନସ୍ ଦେବ। ସେଥିପାଇଁ ଲୁଣ ପାଣି ଗୋଟେ କ'ଣ କରେ ନା କରେଣ୍ଟ ପରିବହନ କରିପାରେ, ବିଦ୍ୟୁତ ପରିବହନ କରିପାରେ, ବିଦ୍ୟୁତ ପରିବାହକ ଭାବେ ଆମର କ'ଣ କରେ, କାମ କରିପାରେ। ଆଉ ତାପରେ ଆଉ ଗୋଟେ ଆମର ଜିନିଷ ମୁଁ ଛାଡ଼ି ଦେଇଛି, ତମର ଏସିଡିଟି ହୁଏ। ଏସିଡିଟି ଗୋଟେ ଟର୍ମ ଶୁଣିଥିବ, ପେଟ ଭିତରେ କ'ଣ ହୁଏ ନା ଏସିଡିଟି ଗୋଟେ ହୁଏ। ମୁଁ ଗୋଟେ ପୋଷଣରେ ପଢ଼େଇଛି ଏସିଡିଟି କ'ଣ, ଠିକ୍ ଅଛି। ଏସିଡିଟି କ'ଣ ହୁଏ, ଆମର ଯେଉଁ ପାଚକ ରସ ଅଛି ପାକସ୍ଥଳୀରେ, ପାଚକ ରସ କ'ଣ କରେ, ସେଥିରେ HCl ର ପରିମାଣ, HCl ହାଇଡ୍ରୋକ୍ଲୋରିକ୍ ଏସିଡର ପରିମାଣ ବହୁତ ଅଧିକ ଥାଏ, ଠିକ୍ ଅଛି। ସେଥିପାଇଁ କହନ୍ତି କ'ଣ, ଯେତେବେଳେ ଆମର କ'ଣ ହୁଏ ଏସିଡିଟି ହୁଏ, ଆମକୁ କ'ଣ କହନ୍ତି ନା ଖାଇବା ସୋଡ଼ା ଖାଇଦିଏ, ମାନେ ଟିକେ ପାଣି କରି ପିଇଦିଏ, ନହେଲେ କ'ଣ କହନ୍ତି ଇନୋ ଗୋଟେ ପିଇଦିଏ। ତାମାନେ ଏଟା ଆମର କ'ଣ ହୁଏ ନା ପେଟ ଭିତରେ ଅଧିକ ଅମ୍ଳ ସୃଷ୍ଟି ହେଲେ ସେଟା କ'ଣ ଏସିଡିଟି ହୋଇଯାଏ, ଠିକ୍ ଅଛି। ଏସିଡିଟି ତା ଟର୍ମଟା ଜାଣିପାରୁଥିବ, ଅଧିକ ଅମ୍ଳ, ଏକ୍ସେସ୍ ଏସିଡ୍। ତେଣୁକରି କ'ଣ କରେ, ଯଦି ଆମେ ଏଠି ଗୋଟେ ମାନେ ଖାରକ ଜିନିଷ ଖାଇବା, ସେଟା କ'ଣ ହେଇଯିବ, ଲବଣ ସୃଷ୍ଟି କରିବ। ଏଟା ଲବଣ ସୃଷ୍ଟି କରିବା ପୂର୍ବରୁ କ'ଣ ହେବ, ଏଇଟା ନ୍ୟୁଟ୍ରାଲ୍ କରିଦେବ ଏଇଟା, ଠିକ୍ ଅଛି, ଯେଉଁଟା କହିଲି ପ୍ରଶମନୀକରଣ, ଯେଉଁଟା କହିଲି। ତେଣୁକରି ଏସିଡିଟି ଟାଇମ୍ରେ ଆମେ ସବୁବେଳେ କ'ଣ ୟୁଜ୍ କରୁ ନା ଖାରକ ୟୁଜ୍ କରିଥାଉ, ଠିକ୍ ଅଛି। ସେଥିପାଇଁ କ'ଣ ହୁଏ, ଯେଉଁ ମହୁମାଛି ଯେଉଁ ମାରେ, ମହୁମାଛିର ଷ୍ଟିଙ୍ଗ ଯେଉଁଟା ଆମର କ'ଣ, ମହୁମାଛିର ଯେଉଁଟା ଆମର ଯେଉଁ ଥଣ୍ଟ ଯାହା ଯେଉଁଟା ମହୁମାଛିର ଯେଉଁଟା ଥାଏ, ସେଇଟା କ'ଣ ଆମକୁ ଯେଉଁ ଫୁଟେଇ ଦିଏ ଆସିକିନା ଆମ ହାତରେ କି ଗୁଳିରେ ଫୁଟେଇ ଦିଏ, ସେ ଜାଗାରେ ଯେତେ ମହୁମାଛି ମାରି ସାରିଲା ପରେ ସେ ଷ୍ଟିଙ୍ଗରେ କ'ଣ ଥାଏ, ଗୋଟେ ଏସିଡ୍ ଥାଏ, ଠିକ୍ ଅଛି। ସେ ଏସିଡ୍ କ'ଣ କରେ, ଆମ ଦେହକୁ ପଳେଇଲା ପରେ ସେ ଜାଗାଟା ଆମର ବିନ୍ଧିଥାଏ। ତେଣୁକରି ସେ ବି ଏସିଡ୍ ହେଇଥିବାରୁ ଯଦି ମହୁମାଛି ମାରିବା ପରେ ଆମେ ଯଦି ସେ ଯେଉଁ ଜାଗାରେ କିଛି ବେସ୍ ଆପ୍ଲାଏ କରିବା, ମାନେ ଖାରକ ଆପ୍ଲାଏ କରିବା, ସେ ଜାଗାରେ ବି କ'ଣ ହେବ, ସେ ଯେଉଁ ପ୍ରତିକ୍ରିୟାଟା ରିଆକ୍ସନ୍ଟା ନ୍ୟୁଟ୍ରାଲ୍ ହେଇଯିବ। ନ୍ୟୁଟ୍ରାଲ୍ ହେଇଗଲେ ତା ପ୍ରଶମନୀକରଣ ହେଇଗଲା ପରେ ଆମକୁ କିଛି ମାନେ ଉପଶମ ମିଳିବ, ବିନ୍ଧା ଛିଟକା ବି ହେବନି। ସେଥିପାଇଁ ଏସିଡିଟି ଟାଇମ୍ରେ ଆମକୁ କ'ଣ ପିଆଯାଏ, ଇନୋ ପିଆଯାଏ। ଇନୋ କ'ଣ ଜାଣିଛ, ଇନୋ ହେଉଛି ଗୋଟେ ଖାରକ ନିଜେ, ଇନୋ ହେଉଛି ଗୋଟେ ଖାରକ। ଆଉ ଖାଇବା ସୋଡ଼ା, ଯେମିତି କହିଲି ପୂର୍ବରୁ କହିଥିଲି, ଖାଇବା ସୋଡ଼ା ବି କ'ଣ ଗୋଟେ ଆମର କ'ଣ କହିଥିଲି ନା ଖାରକ କହିଥିଲି କି ନାହିଁ। ସେଥିପାଇଁ ଏସିଡିଟି ଟାଇମ୍ରେ ଆମର ଯେଉଁ ପେଟ ଭିତରେ ଯେଉଁ ଏକ୍ସେସ୍ ଏସିଡ୍ ଯେଉଁ କ୍ରିଏଟ୍ ହୁଏ ପାକସ୍ଥଳୀରେ, ତାକୁ ପ୍ରତିହତ କରିବା ପାଇଁ ଆମକୁ କ'ଣ କୁହାଯାଏ ନା ଖାଇବା ସୋଡ଼ା ଖାଇଦିଏ କି ଇନୋ ପିଇଦିଏ, ସେଥିପାଇଁ କୁହାଯାଏ। ତାହେଲେ ଆଜିର କ୍ଲାସ୍ଟା ମୁଁ ଏତିକି ରଖିଲି। କ୍ଲାସ୍ ଏଣ୍ଡ କରିବା ପୂର୍ବରୁ ମୁଁ ଦୁଇଟା କୋଶ୍ଚିନ୍ ଦେଉଛି, ଏଇଟା ମୋତେ କମେଣ୍ଟ ବକ୍ସରେ ଜଣାଇବେ। ପିତ୍ତଳ ଓ ତମ୍ବା ପାତ୍ରରେ ଦହି କିମ୍ବା ଖଟା ଜିନିଷ କ'ଣ ପାଇଁ ରଖାଯାଏନି, ଠିକ୍ ଅଛି। ପିତ୍ତଳ ଆଉ ତମ୍ବା ପାତ୍ରରେ ଦହି କିମ୍ବା ଖଟା ଜିନିଷ କ'ଣ ପାଇଁ ରଖାଯାଏନି। ଦେନ୍ ଆଉ ଗୋଟେ କ'ଣ, ଅମ୍ଳ ସହିତ ଧାତୁ ପ୍ରତିକ୍ରିୟା କଲେ କେଉଁ ଗ୍ୟାସ୍ ନିର୍ଗତ ହୁଏ। ଏଇଟା ଏକ୍ସପେରିମେଣ୍ଟ ସହିତ, କେଉଁ ଏକ୍ସପେରିମେଣ୍ଟ ମାନେ ଏଇଟା ଭେରିଫାଏ କରୁଛି, ତାକୁ ବି ମାନେ ପ୍ଲସ୍ ମାନେ କ'ଣ ରିଆକ୍ସନ୍ ସହିତ ଏବେ ତ ୟୁଟ୍ୟୁବରେ ଫଟୋ ବି ଛାଡ଼ିବାର ଅପସନ୍ ଆସିଗଲାଣି ୟୁଟ୍ୟୁବ୍ କମେଣ୍ଟରେ। ତେଣୁକରି ଏଇଟା ମୋତେ ଜଣାଇବେ, ନହେଲେ କମେଣ୍ଟରେ ଲେଖିକି ଜଣାଇବେ, ଏର ଆନ୍ସର୍ ଜଣାଇବେ। ତାହେଲେ ଆଜି ଆମେ କ'ଣ କ'ଣ କଭର୍ କଲେ ନା ଅମ୍ଳ ଆଉ ଖାରକ କ'ଣ, ଆଉ କ'ଣ ଦେଖିଲେ, ଅମ୍ଳ ଓ ଖାରକର ରାସାୟନିକ ଧର୍ମ ଦେଖିଲେ, ଆଉ ଅମ୍ଳ ଓ ଖାର ପରସ୍ପର ମଧ୍ୟ ରିଆକ୍ସନ୍ କଲେ କ'ଣ କ'ଣ ସବୁ ଦିଅନ୍ତି ଦେଖିଲେ, ଆଉ ସୂଚକ ବିଷୟରେ ଦେଖିଲେ, ଦୁଇ ପ୍ରକାର ସୂଚକ ଦେଖିଲେ, ପ୍ରାକୃତିକ ସୂଚକ, କୃତ୍ରିମ ସୂଚକ ବିଷୟରେ ଦେଖିଲେ। ଆଉ କ'ଣ ଦେଖିଲେ ନା ଲିଟମସ୍ ପେପର ବିଷୟରେ ଦେଖିଲେ, ଲିଟମସ୍ ପେପରର ଧର୍ମ କ'ଣ ଦେଖିଲେ ଆମେ। ଦେନ୍ ଦେଖିଲେ ଲବଣ ବିଷୟରେ ଆମେ ଦେଖିଲେ, ଆଉ ବିଭିନ୍ନ ପ୍ରକାର ଯେଉଁ ଆମର ଅଛି କ'ଣ ଏଇଠି ପ୍ରାକୃତିକ ଏସିଡ୍ ବିଷୟରେ ଦେଖିଲେ, ଯେଉଁ ପ୍ରାକୃତିକ ସୋର୍ସରୁ ଆମକୁ ଏସିଡ୍ ମିଳେ ତା ବିଷୟରେ ଦେଖିଲେ। ତାହେଲେ ଏତିକି ଆମେ କଭର୍ କରିଦେଲେ ଆଜିର ବିଷୟରେ। କାଲିର କ୍ଲାସ୍ରେ ମାନେ ଆଗାମୀ କ୍ଲାସ୍ରେ ଆମେ କ'ଣ ଦେଖିବା, ଅମ୍ଳ ଆଉ ଖାରର ସବଳତା ଦେଖିବା, ପିଏଚ୍ ବୋଲି ଗୋଟେ ପିଏଚ୍ ଭ୍ୟାଲୁ ବୋଲି ଗୋଟେ ଅଛି, ତାକୁ ଦେଖିବା, ଠିକ୍ ଅଛି। ତାର ଆଜିର କ୍ଲାସ୍କୁ ମୁଁ ଏଇଠି ଏଣ୍ଡ କରୁଛି। ଭିଡ଼ିଓଟି ପସନ୍ଦ ଆସିଥିଲେ ଭିଡ଼ିଓକୁ ଲାଇକ୍ କରିବେ, ଆଉ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ ଏଇଭଳିଆ କ୍ଲାସ୍ କରିବା ପାଇଁ। ଆଉ ଏହାର ନୋଟ୍ଟା ଆପଣମାନଙ୍କୁ କେଉଁଠି ମିଳିଯିବ ନା ଡେସ୍କ୍ରିପ୍ସନ୍ରେ ଟେଲିଗ୍ରାମର ଲିଙ୍କ୍ ଅଛି, ସେଠି ମିଳିଯିବ, ଆପଣ ଚାହିଁଲେ ଜଏନ୍ ହୋଇପାରିବେ। ତାହେଲେ ଆଜି ପାଇଁ ଏତିକି, ରହୁଛି, ଜୟ ଜଗନ୍ନାଥ।